ପରା ଭକ୍ତ ଶିରୋମଣି ଭକ୍ତ କଥା ଶୁଣି ପ୍ରଭେଦ ସିଂହର ରଦାର ବ୍ରାହ୍ମଣେ ନମିଲେ ଭଗତି ଆଦରେ ବ୍ରାହ୍ମଣେ ନମିଲେ ଭଗତି ଆଦରେ ଆଉ ଚରଣ ଧଉତ କର୍ତ୍ତନ ବୁଧ ମୁଁ ତ ଗାଉନି ମୁଁ ଯଦି ନ ଗାଇବି ଏମାନେ ଆସିବେ ଆଜ୍ଞା ଆପଣ ଚିନ୍ତା କରନ୍ତୁ କଥାଟାକୁ ସେ କହିଲେ ତମେ ପାଳିଆଙ୍କୁ ଧରିକି ଯାଆନି ଆଉ ତମେ ଏକୁଟିଆ ଆସୁନ ପାଳିଆକୁ କାହିଁକି ଷ୍ଟେଜକୁ ନେଇକି ଆସୁଛ ମୁଁ ତ ମୋ ହଳକୁ ରଖିଛି ଜୋରିଆ ରଖିଛି ଆଜ୍ଞା ତମେ ମାଗି ଯାଚିକି ହଳ ଆଣିବ ଯେ କଣ ହଳ କରିବେ ସେମାନେ ପଢିଲେ ବଳି ରାଜା ଖାଇବାକୁ ଯାଉଥିଲେ ଆଜ୍ଞା ସାରେ ବେଦ ଶୁଣିକି ବଳି ରାଜା ଉଠି ପଡିଲେ କୁଆଡେ ଉଠିକି କୁଆଡେ ଗଲେ କୁଆଡେ ନା ଉଦବେଗେ ଧାବୟନ୍ତି ଦୌଡ଼ିଲେ ଆଉ ଖାଇବେ କଣ ହଁ ତର ତର ହେଇକି ଦୌଡ଼ିଲେ ଆଜ୍ଞା କୋଉଠିକି କୋଉଠିକି ନା ଦ୍ୱିଜବର ସମୀପେ ହଁ ବୋଲେ ବ୍ରାହ୍ମଣଙ୍କ ନିକଟକୁ ଆଜ୍ଞା ଦୃଶ୍ୟତାଂ ବ୍ରହ୍ମ ରୂପ କଣ ଦେଖିଲେ ଯେତେବେଳେ ବଳି ରାଜା ଦୁଆରକୁ ପଳେଇ ଆସିଲେ ଆଜ୍ଞା ଦେଖିଲେ ଗୋଟେ ଏଡ଼ିକିଟେ ବ୍ରାହ୍ମଣ ପୁଅଟେ ହଁ 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 ବଳି ରାଜା ଚିନ୍ତା କଲେ ହଁ କହିଲେ ସୁନ୍ଦରିଆଟେ ହେଇଛି ହେଇଛି ତା ମା କେଟେ ଭଲ ଭଲ ମନଲୋଭା ରୂପଟେ ଧରିକି ଆସିଛି ହଁ ବଳି ରାଜା ଏ ପିଲାକୁ ଯାହା କହିଥାନ୍ତେ ଆଜ୍ଞା ତା ମା ଟାକୁ ବେଶୀ ଗାଳି କଲେ ଗାଳି କଲେ କହିଲେ ତା ମା ଟା କେମିତିଆ ନିଷ୍ଠୁରା ମା ହଁ ଏଇଭଳିଆ ଛୋଟିଆ ପୁଅଟାକୁ ସୁନ୍ଦରିଆ ପୁଅଟାକୁ ପୁଣି ବଳି ରାଜାଙ୍କ ଦ୍ୱାରକୁ ଭିକ୍ଷା ମାଗିବା ପାଇଁ ପଠେଇଛି ଧିକ୍ ତା ମା ଠିକ ସେ ମା ବଳି ରାଜା ପଚାରିଲେ ହଁ ସାନନ୍ଦେ ପୁଛୟନ୍ତି ରାଜନ ହଁ ହଁ ଆନନ୍ଦରେ ରାଜା ବଳି ପଚାରିଲେ ଆଜ୍ଞା ହେ ଦ୍ୱିଜବର ହଁ ହେ ବ୍ରାହ୍ମଣ ହଁ କୁତ୍ର କାର୍ଯ୍ୟ ତୋୟା ବୋଲେ କେତେ କାର୍ଯ୍ୟରେ ଆସିଛନ୍ତି ବାମନ ଉତ୍ତର ଦେଲେ ଆଜ୍ଞା ବାମନ କଣ ଉତ୍ତର ଦେଲେ କଣ? ଭୋ ଭୋ ବଳି ରୂପ ତବ କୀର୍ତ୍ତି ଶ୍ରୁତ୍ୱା କହିଲେ ହେ ବଳି ରାଜା ହଁ ହଁ ତମ କୀର୍ତ୍ତି ଶୁଣିକି ଆମେ ଏଠିକି ଆସିଛୁ ଆସିଛୁ ନା କୋଉଠୁ ଆସିଛ ତମ ଘରଟା କେଉଁଠି କୋଉଠି ହଁ ଆଇ ଆମେ ଗୋଲକ ପୁରୀ ବହୁ ଦୀର୍ଘ ଦୀର୍ଘ ମାର୍ଗ ଦେଖନ୍ତୁ ଆଜ୍ଞା ବଳି ପଚାରୁଛନ୍ତି ବ୍ରାହ୍ମଣ ଠାକୁର କେତେ ସୁନ୍ଦର ଉତ୍ତର ଦଉଛନ୍ତି କହିଲେ ମୁଁ କୋଉଠୁ ଆସିଛି ଶୁଣ ନା ଆଇ ଆମେ ଗୋଲକ ପୁରୀ ହଁ କହିଲା ମୁଁ ଗୋଲକ ପୁରୀରୁ ଆସିଛି ଆସିଛି ନା କୁଆଡେ ଆସିଛ ନା ତମ କୀର୍ତ୍ତି ଶୁଣିଲୁ ହଁ ତମେ ଅନେକ ଦାନ ପୁଣ୍ୟ କରୁଛ ଆମେ କିଛି ଦାନ ଗ୍ରହଣ କରିବା ପାଇଁ ନବା ପାଇଁ ଆସିଛି କିଛି ମାଗିବା ପାଇଁ ଆସିଛି କହିଲେ କଣ ମାଗିବ ମାଗ ହଁ ହାତୀ ନବ ହଁ ଘୋଡା ନବ ନବ ସୁନା ଅଳଙ୍କାର ନବ ଜମି ନବ ଅଷ୍ଟରତ୍ନ ନବ ହଁ ମନା କଲେ କିଏ ବାମନ ବାମନ ନା ଏଗୁଡା ନେଇ କଣ କରିବି ହଁ ତୁଳସୀଦାସ ଆଜ୍ଞା। କହିଲେ ଗୋ ଧନ ଗଜ ଧନ ବାଜି ଧନ ପାଲା ଭିତରେ କେଡେ ମାର୍ମିକ ବାର୍ତ୍ତା ଅଛି ଆଜ୍ଞା ଆଉ ବାଲ ଧନ ଲୋ ଗପ କହିଲେ ପାଲା ହବନି ନାଇଁ କହିଲେ ଗୋ ଧନ ଗଜ ଧନ ବାଜି ଧନ ଔରୁ ରତନ ଧନ ଧନ ଖାନ ଆଉ ସନ୍ତୋଷ ଧନ ସବୁ ଧନ ଧୂରି ସମା ସବୁ ଧନ ଧୂରି ସମା ସବୁ ଧନ ଧୂରି ସମା ବାମନ କହିଲେ ମୁଁ ହାତୀ ନେବି କଣ ପାଇଁ ହଁ ଘୋଡା ନେବି କଣ ପାଇଁ ନା। ଗାଈ ନେବି କଣ ପାଇଁ ସେଟା ଦରକାର ଅଷ୍ଟ ଅଳଙ୍କାର ନେବି କଣ ପାଇଁ ନା ଗୋ ଧନ ଗଜ ଧନ ବାଜି ଧନ ଆଜ୍ଞା ଏଗୁଡା ନେଲେ ମୁଁ ଶାନ୍ତି ପାଇପାରିବିନି ଏଗୁଡା ନେଲେ ମୁଁ ଆତ୍ମତୃପ୍ତି ହବ ନାହିଁ ମୋର ହବନି ନା କହୁଥିଲେ ନା ଜବ ଆଉ ସନ୍ତୋଷ ଧନ ହଁ ଯେତେବେଳେ ମୋ ଆତ୍ମସନ୍ତୋଷ ରୂପକ ଧନ ମିଳିବ ମୋ ପାଖରେ ପହଞ୍ଚିଯିବ ହଁ ସବୁ ଧନ ଧୂରି ସମାନ ଧୂରି ବୋଲେ ଧୂଳି ହଁ, ଆଉ ଧୂଳି। ଯେତେ ଧନ ଅଛି ଗୋଡି ମାଟି ବୋଲି ସବୁ ଗୁଡାକ ଧୂଳି ହଁ ନା ତାହେଲେ କଣ ନବ ଆଜ୍ଞା ନା କଣ ଏମିତି ମୁଁ ନେବି ଆଉ ନା ସତ୍ୟ କରିବ ନା ଆଉ ସତ୍ୟ କଥା ଯେତେବେଳେ କହିଦେଲେ ବଳିର ଗୁରୁ ଶୁକ୍ରାଚାର୍ଯ୍ୟ ଠିଆ ହେଇଥିଲେ ଆଜ୍ଞା ଆଜ୍ଞା ଆପଣ ମାନେ ସମସ୍ତେ ଜାଣିଛନ୍ତି ହଁ ଶୁକ୍ରାଚାର୍ଯ୍ୟ ତାଙ୍କୁ ମନା କଲେ
କହିଲେ ସତ୍ୟ କରିବୁନୁ ସତ୍ୟ ସତ୍ୟ କରିବୁ। କଲେ ତୁ ମରିବୁ ହଁ। ମୋ ବାପାଟା ପରା ମୋ ଧନଟା ପରା ସତ୍ୟ ସତ୍ୟ କରିନା ର ହଁ ଦେଖ କହିଲା ଧନ ପାଇଁ ଦାନ ଦେବା ପାଇଁ ମୁଁ ସତ୍ୟ କାହିଁକି କରିବିନି ହଁ ଇଏ କଣ ନବ କି ଏଡ଼ିକି ଟିଏ ବ୍ରାହ୍ମଣ ହଁ ନେଇ ନେଇ କେତେ ଜିନିଷ ନବ ଏମିତି ଦେଇଦେବି ଯେ ଟେକିକି ନେଇପାରିବନି ହଁ ବୋହିକି ନେଇପାରିବନି ଦେଇଦେବି ଯେ ଆଜ୍ଞା କିଏ କହିଲେ ବଳି କହିଲେ ଆଜ୍ଞା ତେଣୁ ସତ୍ୟ କରିଦେଲେ କିଏ ହଁ ନା ରାଜା ବଳି ଆଜ୍ଞା ବଳି ଯେତେବେଳେ ସତ୍ୟ କରିଦେଲେ ହଁ ବଳି ରାଜା ଶଙ୍ଖରେ ପାଣି ଟେକିଲା ବେଳକୁ ଆଜ୍ଞା ଆଜ୍ଞା ପାଣି ଆଉ ପଡୁନି ଗଳିଲାନି ଭଗବାନ ଚିନ୍ତା କଲେ କହିଲେ ମୋ ବାଟରେ ଶୁକ୍ରାଚାର୍ଯ୍ୟ କିଆଁ କଣ୍ଟା ହଉଛି ବାଧକ ହଉଛୁ କୁଶଟା ଧରିଥିଲେ ଭଗବାନ ଆଜ୍ଞା କୁଶଟାକୁ ମାରିଦେଲେ ଶଙ୍ଖ ରନ୍ଧ୍ର ଭିତରେ ଯେ ହଁ ଶୁକ୍ରାଚାର୍ଯ୍ୟଙ୍କର ଗୋଟେ ଆଖି କଣ ହେଇଗଲା କଣା ହେଇଗଲା ଆଜ୍ଞା ସେଇ ଦିନଠୁ ଶୁକ୍ରାଚାର୍ଯ୍ୟ କଣା ହେଲେ ଆଜ୍ଞା ଆଉ କଣା ଶବ୍ଦର ପ୍ରଚଳନ ହେଲା ସେଇଦିନ ତା ପୂର୍ବରୁ ଆଜ୍ଞା କଣା ଶବ୍ଦ ଆଉ ନଥିଲା ତେଣୁ ଭାଗବତ କଣ ଯାହାର ଗୋଟେ ଆଖି ନାହିଁ ତାକୁ କଣ କହନ୍ତି କଣା ଯାହାର ଦିଟା ଆଖି ନାହିଁ ଅନ୍ଧ ଭାଗବତ କହିଲେ ଏକ ନଥିଲେ କଣା ହୋଇ ଏ দুই অভাবে অন্ধ দেহি দুই অভাবে অন্ধ দেহি দুই অভাবে অন্ধ দেহি ଶୁକ୍ରାଚାର୍ଯ୍ୟ ଉଡିକି ପଳେଇ ଗଲେ ଜୀବନ ଭିତରେ ଆଜ୍ଞା ଭଗବାନ ନେଲେ କହିଲେ ଯା ଯା ତୋ ବେଳା ଭଲ ଅଛି ଭଲ ଅଛି ବେଳା ଭଲ ଅଛି ଗୋଟେ ଆଖି ତୋର କଣା ହେଇଛି ତୋ ଜୀବନ ପଳେଇଥାନ୍ତା ଶୁକ୍ରାଚାର୍ଯ୍ୟ ହଁ, ହଁ, ହଁ। ମୋ ବାଟରେ ତୁ ବାଧକ ସାଜୁଛୁ ଆଚ୍ଛା ଦାନ ଦେଇଦେଲେ ଯେ ଶଙ୍ଖରେ ଏ ପାଣି ଆଜ୍ଞା। ଟେକିକି ସତ୍ୟ କରିଦେଲେ ହଁ କହିଲେ କଣ ମାଗୁଛ ମାଗ ଆଗ ନା ମୋର ଆଉ କିଛି ଦରକାର ନାହିଁ ହେ ରାଜା ବଳି ହଁ, ହଁ। ଦାନଂ ଦଦାର୍ଶନଂ ଦୀନଂ ହଁ ମାତ୍ର ତ୍ରିପାଦ ମୋହି କହିଲେ ମୋର ବେଶୀ କିଛି ଦରକାର ନାହିଁ ମୋର ତିନି ପାଦେ ভূমি দরকার ଭୂମି ଦରକାର ଆଜ୍ଞା ବଳି ରାଜା ହସିଲେ ହସିଲେ କହିଲେ କେଡେ ଭିକାନିଆଟା କି ଏଟା କେଡେ କେଡେ କାଙ୍ଗାଳିଆଟା କି ହଁ ଅରେ ହାତୀ ଘୋଡା ଛାଡିକି ଏ ତିନି ପାଦେ ଭୂମି ପୁଣି ଦେଖିଲା ବେଳକୁ ଏଡିକି ଧ୍ୟାନ ଟିକେ ଟିକେ ପାଦ ଦେଖିଲା ବେଳକୁ ଟିକି ଟିକି ପାଦ ଖୁଣ୍ଟଟେ ପୋତି କିନ୍ତୁ ପାରିବନି ବଳି ଜାଣି ପାରୁନି ହଁ ଯାହାର ଟିକି ଟିକି ପାଦ ହଁ ଏ ଟିକି ଟିକି ପାଦରେ ସିଏ କଣ କରୁଛି ଆମେ ଛୋଟ ବଳି ଭାବୁଛେ ଏଟା ଛୋଟ ପିଲାଟା ତା କଣ ହଁ। ସେ ରଥ ଶର୍ମା କହିଲେ ଆଜ୍ଞା। କହିଲେ କେତେ ଛନ୍ଦ ଜାଣିଲ ও କେତେ ଛନ୍ଦ জানিল অন্ধ রাজার টিকি বিলাতি কেতে ছন্দ জানিল সেই অন্ধ রাজার টিকি বিলাতি কেতে ছন্দ জানিল ଏ ବଳି ଟିକି ପିଲା ବୋଲି যাহাকু ଯାହାକୁ ভাবুছ ତୁ ଟିକି ପିଲା ବୋଲି যাহাকু ভাবুছ পকাইলা বকার বাড়ি কেতে ছন্দ জানিল সেই অন্ধ রাজার টিকি বিলাতি কেতে ছন্দ জানিল ବଳି ଜାଣି ପାରିଲାନି କହିଲା ନା ଏଡିକି ନା ପାଦରେ ଇଏ ତିନି ପାଦ ନବ ତ ତିନି ପାଦ କେତେ ଏତିକି ଜାଗା ହେଲେ 6ଟା ପାଦ ତାର ହବ ନାଇଁ ଆଜ୍ଞା କହିଲେ ଏଡିକି ନା ପାଦରେ ତିନି ପାଦ ଥୋଇଲା ବେଳକୁ ଜାଗା ଆହୁରି ବଳି ନିଃସଙ୍କୋଚ ଭାବରେ କହିଦେଲେ କହିଲେ ଯା ଯୋଉଠୁ ନବା କଥା ତୋ ଇଚ୍ଛା ନେ ନେ ଆଜ୍ଞା ତୋ ଇଚ୍ଛା ତୋ ପାଦ ଯୋଉଠି ପଡୁଛି ହଁ ତୁ ତିନି ପାଦ ନେ ଭୂମି ନେ ଭଗବାନ ବାମନ ଚିନ୍ତା କଲେ କହିଲେ ବଳି ତୁ ମତେ ଏ ପର୍ଯ୍ୟନ୍ତ ଚିହ୍ନି ପାରିନି ଚିହ୍ନି ପାରୁନୁ ବାମନ ପାଦ ବଢେଇଲେ ଆଜ୍ଞା କେମିତି ପାଦ ବଢେଇଲେ କେମିତି ଦଣ୍ଡି 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 କହିବୁ ବଳି ବାମନାଷ୍ଟକରେ କହିଲେ ଆଜ୍ଞା କହିଲେ ପାଦେ କ ମର ଭୁବନଞ୍ଚ দুই ପାଦେ ମର୍ତ୍ୟ পুরো ছাড়ায়ত ସ୍ୱାତନ୍ତ୍ର ବଳିর ভূ পুস্তকিত পাদ ত্রয়ক প্রভু ভৌ তক্ষণি মে কম পাদ মজনি পরিসঙ্গ ছিত্বা কোটি জন্ম পাপ সকল পাতলে স্থিত পণ্ডিতে বামন ঠাকুর পাদ বঢ়েইলে পাদে ক মর ভুবনঞ্চ প্রচ্ছাদায়ত ଆଜ୍ଞା দ্বিতীয় পাদরে মর্ত্যপুর আচ্ছাদিত ହେଇଗଲା হেলা ଆଜ୍ଞା দৃষ্টা ହଁ দৃষ্টা বলে দেখি ଦେଖିବା বলিরাজা দেখিলে ଆଜ୍ଞା তত্র ହଁ তাহাঙ্কু ହଁ স্থগিত ହଁ ବାମନଙ୍କର ଏ ରୂପକୁ ଦେଖିକି ବଳି ରାଜା ସ୍ଥଗିତ ହେଇଗଲେ କହିଲା ଆରେ ହେ ହେ ଯୋଉ ପାଦକୁ ଏଡିକି ଧ୍ୟାନ ପାଦ ବୋଲି ମୁଁ ଭାବୁଥିଲି ଆଜ୍ଞା କଣ ଉପର ମହଲା କଭର କରିସାରିଲାଣି ତଳ ମହଲା କଭର କରିସାରିଲାଣି ହଁ ପୁଣି ଅଣ୍ଡରଗ୍ରାଉଣ୍ଡ ବାକି ଅଛି ଆହୁରି ଆଉ ବାକି ଅଛି କହିଲା ସ୍ୱର୍ଗପୁର କଭର ହଁ ମର୍ତ୍ତ୍ୟପୁର କଭର କଭର ଆଉ ଗୋଟେ ପାଦ ଆଟ ଆଉ ପାଦ ନାହିଁ ୟାକୁ ମାଗିବ ହଁ ୟାର ଆଉ ପାଦ ନାହିଁ ନାହିଁ ହଁ ଇଏ ମାଗିବ କଣ ଆଜ୍ଞା କହିଲେ ବଳି ଆଉ ଜାଗା କାହିଁ
ହଁ ନା ପାଦ କାଇଁ ପାଦ କାହିଁ ଆପଣଙ୍କର ଜାଗା କାଇଁ ନା ତୋ ପାଦ କାଇଁ ହଁ ତୋ ପାଦ ଦେଖା ହଁ ମୁଁ ଜାଗା ଦେବି ଜାଗା ଦେଖେ ଆଜ୍ଞା ପାଦ ବାହାର କଲେ କିଏ ବାମନ ଠାକୁର ଆଜ୍ଞା ଆଜ୍ଞା କୋଉଠୁ ବାହାର କଲେ କୋଉଠୁ ନା ଭଉ ଆଜ୍ଞା ବୋଲେ ନାଭିରୁ ହଁ ତତ୍କ୍ଷଣାତ ପାଦ ମଦନୀ ପରିସଙ୍ଗ ଦଉ ହଁ ନାଭି ଦେଶରୁ ତୃତୀୟ ପାଦଟା ହଠାତ ବାହାରିଲା ବାହାରିଲା ବାପା ଆଜ୍ଞା ତୃତୀୟ ପାଦ ବାହାରିଲା ଯେତେବେଳେ ବ୍ରହ୍ମାଣ୍ଡ ପ୍ରକମ୍ପିତ ହେଲା ହଁ ଭାଗବତ ଆପଣ ମାନଙ୍କର ଓଡିଆ ବେଦ ଆଜ୍ଞା ସୁନ୍ଦର ଭାବରେ କହିଲେ କହିଲେ ତୋ ନାଭି କମଳୁ ପ୍ରତ୍ୟକ୍ଷ ଚରଣ ଗୋଲା ଅନ୍ତରିକ୍ଷ ଚରଣ ଗୋଲା ଅନ୍ତରିକ୍ଷ ଚରଣ ଗୋଲା ଅନ୍ତରିକ୍ଷ ବ୍ରହ୍ମାଣ୍ଡେ ଚରଣ ବାଜିଲା ସବଦେ ପୃଥିବୀ କମ୍ପିଲା ସବଦେ ପୃଥିବୀ କମ୍ପିଲା ସବଦେ ପୃଥିବୀ କମ୍ପିଲା ସାରେ ତୃତୀୟ ପାଦ ବାହାରିଲା ଏଇଠି ଗୋଟେ କଥା ଆପଣ ମାନଙ୍କୁ ମୁଁ କହିବି କାଳେ ମୋ ବନ୍ଧୁ ଆସିଲେ ସମାଲୋଚନା କରିବେ ହଁ ଆପଣଙ୍କୁ ଜଣେ ଆପଣଙ୍କ ଜାଗାଟା ମାଗିଲେ ଆପଣ ଦାନ ଦେଇଦେବେ ଦେଇପାରିବେ ଆପଣ ସାରଙ୍କ ଜାଗାଟାକୁ ଦାନ ଦେବେ କି କେମିତି ବଳି ହବନି ତ ପାତାଳପୁର ରାଜା ଆଜ୍ଞା ମୋ ବନ୍ଧୁ ଆସିଲେ କାଳେ ସମାଲୋଚନା କରିବେ ସେଇଥିପାଇଁ ମୁଁ ଆଗୁଆ ଜଗି ଦଉଛି ହଁ 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 ବଳି ତ ପାତାଳ କଟକ ରାଜା ରାଜା ସ୍ୱର୍ଗ କଟକରେ ତାର ଅଧିକାର ଅଛି କି ନାହିଁ ମର୍ତ୍ତ୍ୟ ଉପରେ ତାର ଅଧିକାର ଅଛି କି ନା ତାହେଲେ ସିଏ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନି ପୁର ଯାକ କେମିତି ଦାନ ସୂତ୍ରରେ ଦାନ କେମିତି ଦେଲା ତା ଜାଗା ତ ନୁହଁ ଆଜ୍ଞା ସେ କୋଉ ନ୍ୟାୟରେ ଦାନ ଦେଲା ନାଇଁ ଭାଗବତ ମନା କରିଛି ହଁ ଭାଗବତରେ କହିଲେ ବଳି କେବଳ ପାତାଳପୁର ସମ୍ରାଟ ନୁହଁ ଆଉ ଯୁଦ୍ଧରେ ଜୟ କରିକି ଦେବତା ମାନଙ୍କୁ ପାଦରେ ଖଟେଇକି ଆଜ୍ଞା ତିନି ପୁରକୁ ଶକ୍ତିଆର କରିକି ରଖିଛି କହିଲେ ତିନି ପୁରର ତୁ ତୁ ସମ୍ରାଟ ଶୁଣ ହେ ବଳି ନରନାଥ ଚଢା ହେ ବଳି ନରନାଥ ଚଢା ହେ ବଳି ନରନାଥ ତେଣୁ ବଳିର ତିନି ପୁରର ଅଧିକାର ଅଛି ବଳି ତିନି ପୁର ଦେଇ ପାରିବ ଭାଗବତ କହୁଛି ଆଜ୍ଞା ମୋ ଘର କଥା ମୁଁ କହୁନି ନା। ତେଣୁ ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ ଆଜ୍ଞା ବଳି ମୁଣ୍ଡରେ ବୁଦ୍ଧି ଢୁକିଲା କଣ କହିଲା ମୁଁ ଯାହା ପାଦକୁ ଛୋଟ ଛୋଟ ପାଦ ଭାବୁଥିଲି ଭାବୁଥିଲି ମୁଁ ଯାହାକୁ ଛୋଟ ବ୍ରାହ୍ମଣ ବୋଲି ଭାବୁଥିଲି ଭାବୁଥିଲି ହଁ ଏମିତି ବୁଦ୍ଧି ବଳିର ଉଦୟ ହେଲା ଆଜ୍ଞା ପାଦ ତଳେ ପଡିଗଲା ହଁ କହିଲା ପ୍ରଭୁ ପ୍ରଭୁ ଆଉ କଣ ସତରେ ଜାଗା ଅଛି ହଁ ଆଉ ଜାଗା ନାହିଁ ଜାଗା ଅଛି ଗୋଟିଏ ଜାଗା ଜାଗା? କଣ ନା ଜନ୍ମ ଜନ୍ମାନ୍ତର କରିକି ମୁଁ ବହୁତ ପାପ କରିଛି ଆଜ୍ଞା ମୋ ପାପ ଗୁଡାକ ମୋ ମୁଣ୍ଡରେ ମୁଣ୍ଡେଇ ମୁଣ୍ଡେଇ ହଁ ମୋ ମୁଣ୍ଡଟା ଭାରି ଭାରି ହେଇଗଲାଣି ହେଇ ସାରିଲାଣି ହଁ ତେଣୁ ଛିତୁଆ କୋଟି ଜନ୍ମ ପାପ ସକଳ ହଁ ପା ତଳେ ସ୍ଥିତ ତଳେ ସୁନ୍ଦର ବାର୍ତ୍ତା କହିଲେ ମୁଁ କୋଟି କୋଟି ଜନ୍ମ ଜନ୍ମାନ୍ତର କରିକି ଯୋଉ ପାପ କରିଛି ହଁ ମୋ ପାପ ଗୁଡାକ ତ ପା ବୋଲେ ପାଦ ହଁ ତଳ ବୋଲେ ତଳ ହଁ ମୋ ପାପ ଗୁଡାକ ତ ପାଦ ତଳେ ରଖିଦେ ମୁଣ୍ଡ ନୁଆଇଁ ଦେଲେ ପ୍ରଭୁ ବଳି ମୁଣ୍ଡ ଉପରେ ପାଦ ରଖିଲେ ବଳି ରହିଲା ପା ତଳେ ଆଜ୍ଞା ପା ତଳେ ବୋଲେ ପାଦ ତଳେ ଭଗବାନଙ୍କ ପାଦ ତଳେ ଯୁଗ ଯୁଗ ପାଇଁ ଆଜ୍ଞା ଆପଣ ଯୋଉଠି ଦେଖନ୍ତୁ ବଳି ବାମନ ମୂର୍ତ୍ତି ହଁ ଆଜ୍ଞା ସେମିତି ପ୍ରଭୁଙ୍କ ପାଦ ତଳେ ପୂଜା ପାଉଛି କିଏ ବଳି ମିଛ କି ସାର୍ ଆଜ୍ଞା ତାହେଲେ ବଳିର ହଠାତ ବୁଦ୍ଧି ତାକୁ ଦ୍ୱିତୀୟ। ଯୁଗ ଯୁଗ ପାଇଁ ଅମର ହେଲା ଏ ପୁଅ ଆଜ୍ଞା ତାହେଲେ ବୁଦ୍ଧିରେ ଅମର ହେଲେ କିଏ ବଳି ବଳି ଆଜ୍ଞା। ଆଉ ଅଶ୍ୱସ୍ତମା ଅଶ୍ୱସ୍ତମା ବିବେକରେ କୃପାଚାର୍ଯ୍ୟ ଆଉ ବିଭୀଷଣ ଆଜ୍ଞା ସାରକୁ ଆଲୋଚନା କରିବାକୁ ଯାଉନି ନାଇଁ ଆଉ ଜ୍ଞାନରେ ଜ୍ଞାନରେ ଜ୍ଞାନେ ଆଞ୍ଜନେୟ ବ୍ୟାସ ବ୍ୟାସ ଅଷ୍ଟାଦଶ ପୁରାଣ ଲେଖିଛନ୍ତି କି ଆଜ୍ଞା ବ୍ୟାସ ବ୍ୟାସ ଆଜ୍ଞା ବ୍ୟାସ ଲେଖି ନାହାନ୍ତି ମ ଗଣେଶ ଲେଖିଛନ୍ତି ହଁ ନାଇଁ ଆଜ୍ଞା ଆଜ୍ଞା ଡାକିଛନ୍ତି କିଏ ବ୍ୟାସ ବ୍ୟାସ ଡାକିଛନ୍ତି ଆଜ୍ଞା ଗଣେଶ ଲେଖିଛନ୍ତି ଲେଖିଛନ୍ତି ଆଉ ହନୁମାନ ହେଲେ ଜୟ ହନୁମାନ ଜ୍ଞାନ ଗୁଣ ସାଗର ଆଜ୍ଞା ଜୟ କପି ସତୀ ହୁଁ ଲୋକ ଉଜାଗର ହଁ। ଅତୁଳିତ ବଳଧାମ ହୈମ ଶୈଳାବ ଦେହମ୍ ଆଜ୍ଞା। ଦନୁ ଜବନ କୃଷାନୁ ଜ୍ଞାନୀ ନାମ ବକ୍ରଗଣ୍ୟଂ ଜ୍ଞାନୀ ମାନ ଜ୍ଞାନରେ ଅମର ହେଇଗଲେ କିଏ ହନୁମାନ ହନୁମାନ ଆଜ୍ଞା ବ୍ୟାସ ଆଉ ବ୍ୟାସ ହଁ ତେଣୁ ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ ଆଜ୍ଞା, ହେ ଆଜ୍ଞା, ମୋର ଆଜ୍ଞା। କଣ ଆଜି ଖୁଚୁରା ଗୁଡାକ ଆଉଛି ମୁଁ ଜାଣି ତାହେଲେ ପୁଅ ଆଜ୍ଞା ତାହେଲେ ବୁଦ୍ଧି ବିବେକ ଜ୍ଞାନରେ ହଁ ଇଏ 6 ଜଣ ଯାକ ଅମର ହେଇଗଲେ ଅମର ହେଇଗଲେ ଆଉ ଗୋଟିଏ ରହିଲା କଣ ଆଜ୍ଞା
ବଳ ବଳ ବଳରେ କିଏ ଅମର ହେଲା ବଳରେ କିଏ ଏଇ ଗୋଟାକ କଥା କହିକି ଆଜ୍ଞା ମଙ୍ଗଳାଚରଣ ତ ମୋ ବନ୍ଧୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ମୁଁ ଆପଣମାନଙ୍କ ନିକଟରେ ଅର୍ପଣ କରିଛି ହଁ 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 ଏଇ ଗୋଟାକ କଥା ଆଲୋଚନା କରିକି ଆଜ୍ଞା ମୁଁ ବିଷୟବସ୍ତୁ ଉପରକୁ ଆଜ୍ଞା ଯିବି ଆଜ୍ଞା ତାହେଲେ ବଳରେ କିଏ କିଏ ନା ବଳେ ରେଣୁ କାନନ୍ଦନ ମର୍ଯ୍ୟାଦା ପୁରୁଷୋତ୍ତମ ରାଘବେନ୍ଦ୍ର ସରକାର ରାମ ଠାକୁର ଆଜ୍ଞା ମିଥିଳା କଟକରେ ଶିବଧନୁକୁ ଭାଙ୍ଗି ହଁ ହଁ ପଣ୍ଡିତେ ଆଜ୍ଞା ସୀତାଙ୍କୁ ସାଥିରେ ଧରି ହଁ ସିଦ୍ଧବନ ବାଟ ଦେଇ ଆଜ୍ଞା ଅଯୋଧ୍ୟାକୁ ଫେରୁଥିଲେ ଫେରୁଥିଲି ନାଇଁ କି ଆଜ୍ଞା ଆଜ୍ଞା ଅଯୋଧ୍ୟାକୁ ଫେରିଲା ବେଳେ ହଁ ଏ ସିଦ୍ଧବନରେ ତପସ୍ୟା କରୁଥିଲେ କି ଆଜ୍ଞା परशुराम ना परशुराम आज्ञा राम जो वीर वाद्य बजाई अयोध्या को जाऊे हाँ विभागर जो माहौल रे खुशी है जाऊे आज्ञा ये वीर वाद्यटा पड़गला क्या कान रे सारे परशुराम परशुराम तो कान रे परशुराम तो कान रे वीर वाद्यटा पड़गला आज्ञा परशुराम धनु आ कुठरटा धरिक उठी पड़े दौड़ी गले किए से किए रे तू पापाचारी मो एरिया जाइकी हाँ मोरी बाट जाइकी मो इलाका रे किए गोटे सी वीर वाद्य बजाई जाऊँगी हाँ ता बाई दबजा छड़े देवी मु आज आज्ञा किए कहूँ परशुराम परशुराम कहूँ ता वीर वाद्य बजा माजी छड़े देबे धनु आ कुठार को धरिकी आज्ञा परशुराम दौड़िले हाँ देखिले रामचंद्र तांको थाट को धरिकी सिद्धवन बाट देकी जाउछंती परशुराम सीधा गले हाँ राम को गलारे कुठारटा को कुठार लगे आज्ञा हाँ परशुराम राम को गलारे कुठारटा को लगे देछंती लगे देकी कहिले आज्ञा लिखिबे किए किए ए पुओ हाँ आपण मानकर ओडिशार आज्ञा पूर्वतन मुख्यमंत्री हाँ भूतपूर्व मुख्यमंत्री आज्ञा आसामर हाँ भूतपूर्व राज्यपाल राज्यपाल स्वर्गत जानकी वल्लभ पट्टनायक बापा हाँ गोकुलानंद पट्टनायक आज्ञा बहिना हला जानकी वल्लभ विलास विलास आज्ञा सारे छांदटीए गाइबी हाँ मु तो कहिछि मु गप को हागाय करू नहीं मु जा गाइबी परिश्रम करबी हाड़े हाड़े परिश्रम करबी आज्ञा ताले पुओ आज्ञा छांद ए बुढ़ा हाँ बुढ़ा आज्ञा आंठू पका र र र र आंठू पका कौन मु ताले बापा हाँ गोकुलानंद पट्टनायक कहिले आज्ञा परशुराम हाँ राम को गोलारे बापा कुठारटा लगे देछंती परशुराम कहउछंती आज्ञा राग पड़िछि पुआ हारी आहा। कोन कहिले कहले टोका तू पका धो नु भांगी ढोकान करी शंकावर जिठुरे करी शंकावर जिठुरे बोला करी शंकावर जिठुरे ঘোষা সিংহ পুর সাদেলা পরায় সংসারে প্রশংসা করিছু ঘন মতরে मो सार माने गोकुलानंद पट्टनायक केमिता गाउली भाषा लिखिला गे देखंतु सारे
କେହି ଅବୁଜା ରହିଲା ଭଳିଆ ଭାଷା ନୁହଁ। ନା ସେ କ'ଣ କହିଲେ? ଆଜ୍ଞା କେତେ ସୁନ୍ଦର ଭାଷାରେ ଲେଖିଲେ। ହଁ ରାମଚନ୍ଦ୍ରକୁ ପରଶୁରାମ ଆଜ୍ଞା ଟୋକା ବୋଲି ଡାକିଲେ। ଟୋକା ଆମେ ଆଜିକାଲି କହୁଛେ ଟୋକାଳିଆ ଦଳ ବାହାରିଲେଣି ଏ ଟୋକା ନାଇଁ କି? ଆଜ୍ଞା ପରଶୁରାମ କ'ଣ କହିଲେ? କଣ କହିଲେ ଏ ଟୋକା ବୋଲେ ରାମକୁ ପରଶୁରାମ କହିଲେ। କହିଲେ ତୁ ପୋକା ଧନୁ ଭାଙ୍ଗି ଧୋକା ନ କରି ଶଙ୍କା ବରଜୁଛୁ। ପୋକା ବୋଲେ ପୋକରା। ଆଜ୍ଞା ଜନକପୁରରେ ଗୋଟେ ଧନୁଟେ ପୋକ ଲାଗିକି ଥିଲା। କେତେ ସୁନ୍ଦର କଥା କହୁଛନ୍ତି ପରଶୁରାମ। ଆଜ୍ଞା କହିଲେ ଜନକପୁରରେ ଗୋଟେ ଧନୁଟେ ପୋକ ଲାଗିକି ଥିଲା। ତୁ ପୋକରା ଧନୁଟାକୁ ଭାଙ୍ଗି ଦେଇକି ମୋରି ବାଟ ମୋ ଏରିଆରେ ତୁ ପୁଣି ଛାତିରେ ହାତ ଦେଇକି ବୀରବାଦ୍ୟ ବଜେଇକି ଯାଉଛୁ। ଶଶା ସିଂହକୁ ଦଶା ଦେଲା ପରାୟ ହଁ ସଂସାରେ ପ୍ରଶଂସା ପ୍ରଶଂସା। ଅର୍ଜିଛୁ। ଏ ପୁଅ ହଁ ଇଏ ଠେକୁଆ ସିଂହକୁ ବୋଲେ ଦଣ୍ଡ ଦେଲା ଭଳିଆ ତୁ ଆଇଛୁ ମତେ ଦଣ୍ଡ ଦେଇକି ମୋରି ବାଟ ଦେଇକି ଯିବୁ ବୋଲି। ହଁ ବୋଲେ କଣ ଆଜି ଏମିତି ଚା ଆରେ ସାରେ ହଁ ପାଲା ଶେଷ ହେଇଗଲା ବୋଲି ପାଲା ବାଲାଙ୍କୁ କାଙ୍ଗାଳିଆ ଭାବିଲେ ବୋଧେ ଆଉ। ଏ ନିହାତି ବାଜେ ଚା ଆଜ୍ଞା ହେ ଚଣ୍ଡାଳ ଏ ଚା ପାଲା ବାଲା ଖାଆନ୍ତି ଚା ଭଲ ହେଇନି? ଏ ବାଜେ ଚା ନିହାତି କିଏ କରି ଆରେ ଚା କିଏ କରିଛି ଏ ଏ ବୁଢା ଆଜ୍ଞା ଚା ତ ଭଲ ଲାଗୁଛି। ଭଲ ଲାଗୁଛି ଚିନି ପଡିନି? ଚିନି ପଡିଛି ପଡିଛି। କ୍ଷୀର ପଡିନି? କ୍ଷୀର ପଡିଛି ଗୁଜୁରାତି ପଡିନି? ଗୁଜୁରାତି ପଡିଛି ଗୋଲମରିଚ ପଡିଛି ଚା ପତି ପଡିଛି ଚପତି ପଡିଛି କି ନା? ଆଜ୍ଞା ସବୁ ପଡିଛି ଆଚ୍ଛା ଖରାପ କ'ଣ ଲାଗିଲା? ଏତେ ଗରମ अरे पुओ तो बापा काले चा पिथिलु ତାଙ୍କ ଘରେ ସେ ଚାକୁ ଫ୍ରିଜରେ ରଖିକି ପିଉଛନ୍ତି ଚଣ୍ଡା। ହଁ ହଉ ଟିକେ ଟିକେ ମନୋରଞ୍ଜନ କଥା ମଝିରେ ମଝିରେ ମୁଁ ତ ଦିଏନି। ବୁଢା ପୁଅ ସମ୍ଭାଳି ପାରୁନି ତ ମଝିରେ ମଝିରେ କହିଦେଉଛି ଆଉ କ'ଣ। ହଁ ସତ କିଛି ଅସୁବିଧା ନାହିଁ। ତାହେଲେ ପୁଅ ଆଜ୍ଞା କହିଲେ ପରଶୁରାମ କହିଲେ ହଁ କହିଲେ ଏ ଟୋକା ତୋର ଏତେ ଦର୍ପ କୁଠାରଟାକୁ ଲଗେଇ ଦେଇଛନ୍ତି। ଲକ୍ଷ୍ମଣ ଆଖିରେ ଦେଖିଲେ କହିଲେ କ'ଣ ହେଲା? ମୋ ଭାଇଙ୍କ ଗଳାରେ ଇଏ କୁଠାର ଲଗେଇଛି। ଲକ୍ଷ୍ମଣ ଟିକେ ରାଗି ନାଇଁ କି ଆଜ୍ଞା? ଭାରି ଗୋଧି। ଏ କ୍ରୋଧି ଲକ୍ଷ୍ମଣ ଟିକେ କ୍ରୋଧି। ଲକ୍ଷ୍ମଣ କହିଲେ ପରଶୁରାମକୁ କହିଲେ ହେ ପରଶୁରାମ ତମଠି ଯଦି ବଳ ଅଛି ଯଦି ତମେ ପ୍ରକୃତରେ ଯୋଦ୍ଧା ତାହେଲେ ମୋ ସହିତ ଯୁଦ୍ଧ କର। ଆଉ ଗୋଟେ ଛାଙ୍ଗ ଆଜ୍ଞା ଗୋକୁଳାଣ୍ଡ ପଟ୍ଟନାୟକ ହଁ। ଭୂଷୁର କୂଳରେ ଅସୁରାଚରଣେ ପଶୁରେ ପଶୁ ପରିଣାତି ଆରେ ପଶୁରେ ପଶୁ ପରିଣାତି ରେ ଭଲା पटुरे पटु पगिनाते ସଂସାର ମଧ୍ୟରେ ଯୋଦ୍ଧା ବୋଲାଇର संसार मधरे कोसा बोलाई ସେ ପ୍ରଶଂସି ହେଉଅଛ ଆସି ପ୍ରଶଂସି ହେଉଅଛ ଆସି କ୍ଷତି ଧର୍ମକୁ କ୍ଷତି ଧର୍ମକୁ କ୍ଷତି ଧର୍ମକୁ गति धर्म को ଆରେ ବେ ଭିକାର ପରା କରୁଛ କ୍ଷତି ଧର୍ମକୁ କ୍ଷତି ଧର୍ମକୁ ଆରେ ବେ ଭିକାର परा करू तो गति धर्म को ଆଉ ମରଣ ମରଣ ହେଲା କି କାରଣ ମରଣ ମରଣ हेला की गालो ହେ ବୋଇଲେ ସୁମିତ୍ରାଙ୍କ ବନ୍ଧ ବନ୍ଦୀ ଧର୍ମକୁ କ୍ଷତି ଧର୍ମକୁ ର हां ଲମ୍ବନି ଲମ୍ବେଇବି ନେଇ ଗୋଟା କଥା କହିକି ଆଜ୍ଞା ବନ୍ଦ କରିକି ବିଷ ଉପରକୁ ଯିବି। ତାହେଲେ ଆଜ୍ଞା ଭୂଷୁର କୂଳରେ ଅସୁରାଚରଣେ ପଶୁରେ ପଶୁ ସୁପରିଣାସୀ ଲକ୍ଷ୍ମଣ କହିଲେ ଆଜ୍ଞା। କହିଲେ ହେ ପରଶୁରାମ ହଁ। ତମେ ଭୂଷୁର କୂଳରେ ଭୂଷୁର ବୋଲେ ବ୍ରାହ୍ମଣ ବ୍ରାହ୍ମଣ ତମେ ବ୍ରାହ୍ମଣ କୂଳରେ ଜନ୍ମ ହେଇଛ ହଁ କିନ୍ତୁ ତମକୁ ବ୍ରହ୍ମ କାର୍ଯ୍ୟ ଜଣା ନାହିଁ। ନା ତମେ ଏମିତି ଗୋଟେ ଯୋଦ୍ଧା ଯେ ଆଜ୍ଞା ତମ ନିଜ ଧନ୍ଦା ଛାଡିକି ଅନ୍ୟ ଜଣଙ୍କ ଧନ୍ଦା ଆପଣେଇଲ। ବ୍ୟଭିଚାର ବୃତ୍ତି ନାଇଁ କଲ। ଆଜ୍ଞା ହଁ ବ୍ରାହ୍ମଣ ବୃତ୍ତି ଛାଡିକି କ୍ଷତ୍ରିୟ ବୃତ୍ତି କଲ କ୍ଷତ୍ରିୟ ବୃତ୍ତି କଲ। ଏଟା କହିଲେ ହେ ପରଶୁରାମ ହଁ ଯଦି ବ୍ରାହ୍ମଣ ବୃତ୍ତି ଛାଡିକି କ୍ଷତ୍ରିୟ ବୃତ୍ତି କଲ ହଁ ତମେ ବଡ କ୍ଷତ୍ରିୟ ବୋଲି ସଂସାର ଦେଖଉଛ ହଁ କାହିଁ ତମର ତ କ୍ଷତ୍ରିୟ ମାନଙ୍କ ଲକ୍ଷଣ ମୁଁ ଦେଖୁନି। ସାରେ ହଁ କ୍ଷତ୍ରିୟ ମାନଙ୍କର ଲକ୍ଷଣ ଅଛି ଅଛି ଲକ୍ଷଣ ଗୁଡାକ କଣ ସାରେ ମୁଁ କହିଛି ଆଜ୍ଞା ବାଟ ଦେଇକି ଯିବି ହଁ ପାଲା ଟିକେ ଆଲୋଚନା ମାର୍ଗ ନହେଲେ ଆଜ୍ଞା ସାର ଜମାରୁ ଭଲ ଲାଗିବ ଭଲ ଲାଗିବନି ଲକ୍ଷ୍ମଣ ପଚାରେ ତମେ ଯଦି କ୍ଷତ୍ରିୟ ହଁ କ୍ଷେତ୍ରମ୍ ତ୍ରାୟତି କ୍ଷତ୍ରିୟ ହଁ କ୍ଷେତ୍ରକୁ ଯେ ତାରଣ କରେ ଆଜ୍ଞା ସେ ହଉଛି କ୍ଷତ୍ରିୟ। କ୍ଷତ୍ରିୟ ତମେ ଯଦି କ୍ଷତ୍ରିୟ ହଁ କାହିଁ କ୍ଷତ୍ରିୟ ମାନଙ୍କର ଲକ୍ଷଣ ତ ମୁଁ ଦେଖୁନି। ଲକ୍ଷଣ କଣ କ୍ଷତ୍ରିୟ ମାନଙ୍କର ଲକ୍ଷଣ ଅଛି ଆଜ୍ଞା କହିବେ କିଏ? କିଏ ପରାଶର ଆଜ୍ଞା ପରାଶର କହିଲେ ହଁ କ୍ଷତ୍ରିୟ ମାନଙ୍କର ମୁଖ୍ୟ ଲକ୍ଷଣ ତିନିଟା। ତିନିଟା ତାହେଲେ ତିନିଟା କଣ ସାରେ? ଆଜ୍ଞା। ଦାତବ୍ୟଂ ରକ୍ଷିତବ୍ୟଂ ଚ ଦୁର୍ଦ୍ଧବ୍ୟଂ କ୍ଷତ୍ରିୟ ରୀତି
ପୁରାଣ ମୁନିର୍ଭି ସହ ଧର୍ମ ସନା ସାରେ କ୍ଷତ୍ରିୟ ପିଲାର ମୁଖ୍ୟ ଲକ୍ଷଣ ତିନିଟା କଣ ନା ଦାତବ୍ୟଂ ଦାନ ଦେବାର ଶକ୍ତି ଥିବ ରକ୍ଷିତବ୍ୟଞ୍ଚ ସାରେ କ୍ଷତ୍ରିୟ ପିଲା ରକ୍ଷା କରିବାର ଶକ୍ତି ଯୁଦ୍ଧବ୍ୟଂ ଯୁଦ୍ଧ କରିବାର ସାମର୍ଥ୍ୟ ସିଏ ହଉଛି କ୍ଷତ୍ରିୟ ହେଲେ ପରଶୁରାମ ତମଠେ ତ କାହିଁ ଗୋଟିଏ ଗୁଣ ମୁଁ ଦେଖୁନି ଗୋଟିଏ ନାହିଁ କ୍ଷତ୍ରିୟ ପିଲାକୁ ଯିଏ ଯାହା ମାଗିବ ସାରେ କ୍ଷତ୍ରିୟ ପିଲା ମନା କରିବନି ନା 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 କ୍ଷତ୍ରିୟ ପିଲାକୁ ଯିଏ ଯାହା ମାଗିବ କ୍ଷତ୍ରିୟ ପିଲା ଦବ ଯିଏ ଯାହା ମାଗିବ ଦବ ହଁ ତା ସ୍ତ୍ରୀ କି ମାଗିଲେ ତ କଲେ ଯିଏ ଯାହା ମାଗିବ ମୁଣ୍ଡରୁ ଗଣ୍ଡିଟା ଅଲଗା କରିଦବ ତୋ ନା ବୟସରେ ମୋ ବାପ ତୁଲ୍ୟ ଲୋକ ନାଇଁ ମୁଁ ଅଲଗା କଣ କହିଲି କହିଲେ ଯିଏ ଯାହା ମାଗିବ ଦବ ମୋ ଗୁରୁଙ୍କ ସାଥିରେ ଇଏ ପାଲା ଗାଉଥିଲେ ଆଜ୍ଞା ଗାୟକ ଜ୍ଞାନ ସିନ୍ଧୁ ବୃହସ୍ପତି ସନ୍ତୋଷ କୁମାର ରଥ ଶର୍ମା ଆଜ୍ଞା ମୋ ପୂଜ୍ୟ ଗୁରୁଦେବ ତାଙ୍କ ସହିତ ଇଏ ପାଲା ଗାଉଥିଲେ ଆଜ୍ଞା ସିଏ ପାଲା ଛାଡ଼ିଲେ ଇଏ ମୋ ସାଥିରେ ବୁଢା ଆସିକି ରହିଲା ତଥାପି ମଞ୍ଚ ଉପରେ ହାତ ଉଠି ଯାଉଛି ଆଜ୍ଞା ଉଠୁ କ୍ଷମା ଦେବେ ଆପଣ ମାନେ ଆଜ୍ଞା ମଞ୍ଚ ଉପରେ ହାତ ଉଠି ଯାଉଛି ଆପଣ ଅରେ ଚଣ୍ଡାଳ କ୍ଷତ୍ର ପିଲାକୁ ଯିଏ ତା ମା ଭଉଣୀ ମାଗିବ କ୍ଷତ୍ର ପିଲା ଦେଇଦବ ଆପଣ କହିଲେ ଯାହା ମାଗିବ ଦବ ତୋ ମା ଭଉଣୀକୁ ମାଗିଲେ ତୁ ଦେଇଦବୁ ଭୁଜାଲି ପେଲି ଦେବି ଭୁଜାଲି ମା ଭଉଣୀ ମାଗିବ କଣ ଭାବୁଛନ୍ତି ଆଜ୍ଞା ଖାଲି କ୍ଷତ୍ର ପିଲା ନୁହଁ ନାଇଁ ଆମେ ଯେତେ ଏଠି ବସିଛେ ଆଜ୍ଞା ସମସ୍ତେ ଆଜ୍ଞା ସାରେ 9ଟା ଜିନିଷ ଲୁଚେଇକି ରଖିବ 9ଟା ଜିନିଷ କଣ କଣ ଆଉ ଗୋଟେ ଶ୍ଲୋକ ଆଜ୍ଞା ମୁଁ କହିଛି ତ ମୁଁ ଏପଟ ସେପଟ କଥା କହିବିନି ବାଟରେ ଯିବି ତାଡ଼ିଲେ ବାହାରିବ ରହବେ ବସ ତାହେଲେ 9ଟା ଜିନିଷ ଆଉ କ୍ଷତ୍ରିୟ ପିଲାକୁ ମାଗିବ 9ଟା ଜିନିଷ ମନ୍ତ୍ର ମୈଥୁନ ମା ଭଉଣୀ ମନ୍ତ୍ର ମୈଥୁନ ମା ଭଉଣୀ ମାଗିଲେ କ୍ଷତ୍ରିୟ ଦେବତୀ ହାଣି ମାଗିଲେ କ୍ଷତ୍ରିୟ ଦେବତୀ ହାଣି ଏ ଦ୍ରବ୍ୟକୁ ଛାଡ଼ି ଯାହା ମାଗିବ ଏ ଦ୍ରବ୍ୟକୁ ଛାଡ଼ି ଯାହା ମାଗିବ ନଦେଲେ କ୍ଷତ୍ରି ପ୍ରେତ ମୁଖେ ଯିବ ତାହେଲେ ସମସ୍ତେ 9ଟା ଜିନିଷ ଲୁଚେଇକି ରଖନ୍ତି ସେ 9ଟା ଜିନିଷ କିଏ କହିଲେ ଆୟୁର୍ବିତମ୍ ଗୃହ ଛିଦ୍ର ମନ୍ତ୍ର ମୈଥୁନ ମୌଷଧି ଅପମାନ ତପଦାନ ଅପକର୍ମ ଆଜ୍ଞା ମଣିଷ 9ଟା ଜିନିଷ ଲୁଚେଇକି ରଖେ ସାର୍ 9ଟା ଜିନିଷ କଣ କଣ ଆୟୁର୍ବିତଂ ଆଜ୍ଞା ଆୟୁ ବୋଲେ ଆୟୁଷ 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 କଥା କେହି କାହା ଆଗରେ କହନ୍ତିନି ନା ବିତ୍ତ ଧନ ବିତ୍ତ ବୋଲେ ଧନ ଆଜ୍ଞା ଆପଣଙ୍କ ଘରେ କଣ ସମ୍ପତ୍ତି ଅଛି ହଁ ଆପଣ କାହା ଆଗରେ ପ୍ରକାଶ କରନ୍ତିନି ଚୋର ଲାଗିବେ ଗୃହ ଛିଦ୍ର ଆଜ୍ଞା ସାରେ ଘର ଛିଦ୍ର କେହି କାହା ଆଗରେ କହନ୍ତି ନାହିଁ ଆୟୁର୍ବିତମ୍ ଗୃହ ଛିଦ୍ର ମନ୍ତ୍ର ମନ୍ତ୍ର ଗୁରୁଦତ୍ତ ମନ୍ତ୍ର କାହା ଆଗରେ ପ୍ରକାଶ କରାଯାଏ ନାହିଁ ମୈଥୁନ ହଁ ତୋ ସ୍ତ୍ରୀ ସହିତ ତୁ କେମିତି ମୈଥୁନ କରୁଛୁ ସମ୍ଭୋଗ କରୁଛୁ ହଁ କାହା ଆଗରେ କହନ୍ତି ସେଇଟା କୁହାଯାଏ ତୋର ସିନା ଲଜ୍ଜା ହଉତ ନାହିଁ ତୁ ଆଇଲେ ରାତି ପାଇଲେ ଆମ ଦଳଟାକ ଭିତରେ ଆଲୋଚନା କରୁଛୁ ମିଛ ଆଜ୍ଞା ସାରେ ଏଠି ଖୋଲିଦେଲେ ରହମ ବସ ଆରେ ତୁ ବୁଢାଟା ବୋଲି ଖୋଲୁଛି ଆଉ କଣ ଏମାନଙ୍କର ଖୋଲିବି ଆଜ୍ଞା ତୋ କଥା ଖୋଲିଲେ କେହି ବିଶ୍ୱାସ କରିବେନି ନାଇଁ ତେଣୁ ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ ଆଜ୍ଞା ଆଜ୍ଞା ଆଉ କଣ ଅଛି ନାତୁଣୀ ବାହାଘର କଲାଣି ତାର ଆଉ କଣ ଅଛି ଯେ ଅସୁବିଧା ହେଇଯିବ ମୌଷଧି ର ମନ୍ତ୍ର ହଁ ମୈଥୁନ ମୌଷଧି 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 ବୋଲେ ଔଷଧ ଆଜ୍ଞା ଆପଣ ଜଣେ ବୈଦ ହଁ ଆପଣ ଜଣେ ଚେରମୂଳିକା ଔଷଧ ଡାକ୍ତର ଆଜ୍ଞା ଆପଣଙ୍କୁ ମୁଁ ଯଦି ଯାଇକି ପଚାରିବି ଆଜ୍ଞା ଭାଗ ମାପଟା କହିବେ ଡାଇବେଟିସର ଭାଗ ମାପଟା ମତେ ଟିକେ ବତେଇଦେଲ ବେପାର ବୁଡିଯିବ ସାର୍ ଆପଣ ବତେଇବେ ନା ଆପଣଙ୍କ ବେପାରଟା ମୁଁ ଶିଖିଗଲେ ଆପଣଙ୍କ ବେପାର ଉପରେ ବୁଡିଯିବ ତେଣୁ ଔଷଧ ଭାଗ କେହି କାହାକୁ ଶିଖାନ୍ତିନି ନା ଅପମାନ ଆଜ୍ଞା ଅପମାନ ପାଇକି କୋଉଠୁ ଆସିଛ ହଁ ମନେକର ଏଠି ଆମ ଦି ଦଳ ମୋ ବନ୍ଧୁଙ୍କର ମୋର ପାଲା ହଉଛି ଆଜ୍ଞା ମୋ ପାଲା ଭଲ ହଉନି ହଁ ମୁଁ ଯାଇକି ମୋ ଗାଁରେ କହିବି ମୁଁ ହାରି ଯାଇଛି ବୋଲି ଗୁଣ୍ଡ କରିଦେଇଛୁ ସେ ଦଳକୁ ରହ ଆଜ୍ଞା ଅପମାନ ପାଇଥିଲେ କେହି କାହା ଆଗରେ କହନ୍ତି ନାହିଁ କହନ୍ତିନି ତପ ହଁ ତପସ୍ୟା କରିବାକୁ ଗଲେ କେହି କାହା ଆଗରେ ପ୍ରକାଶ କରନ୍ତିନି ନା ଦାନ 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 ଦେଇକି ବାହାରେ କୋଉଠି ପ୍ରକାଶ କରିବେନି କୁହାଯାଏ ନାହିଁ ନବ କର୍ମାଣି ଗୋପ୍ୟତେ ଗୋପ୍ୟତେ ଏଇ 9ଟା ଯାକ କର୍ମ ଗୋପ୍ୟ ରଖାଯାଏ ଆଜ୍ଞା ତେଣୁ ପରଶୁରାମଙ୍କୁ ଲକ୍ଷ୍ମଣ କହିଲେ ହେ ପରଶୁରାମ ହଁ ଯଦି ତମ ବାହୁଳେ ବଳ ଅଛି ହଁ ମୋ ସହିତ ଯୁଦ୍ଧ କର ହଁ ମୁଁ ତମକୁ ଯୁଦ୍ଧକୁ ଡାକରା ଦଉଛି ଆଜ୍ଞା ପରଶୁରାମ ଗୋଟେ ହସିଲା ସୁଖରେ ଦୁଃଖରେ କରିବି ସଂସାର ସୁଖରେ ଦୁଃଖରେ କରିବି ସଂସାର ଇବ
थाऊ कहूची हे प्रभु एतिकी करिबो जान जीव थाऊ थाऊ कहूची हे प्रभु एतिकी करिबो जान ओ जनाता कण्ठ झुकिला बेलकु जनाता कण्ठ झुकिला बेलकु विचार करिब मो पाप पुण्य जगानयन हे जगानयन जगानयन हे जगानयन मोर भंगा घर मो पाई त्रिक्षेत्र ओ घरणी रंगा महापरसाद मो घरणी रंधा महापरसाद से महाप्रसाद पाई दिन जाऊ पृथ्वी नाम प्रभु महाबाहु जपु फिरि नाम प्रभु महाबाहु मो भगत बोली आदर रे नियतोरी मो भगत बोली आदर रे नियतोरी मो पाई की गणे नीरजक ने तो दुखरे जीव मौरी प्रभु मो पाई की दंडे निरतक्रने तो दुखरे जीव मौरी जानिबी हे प्रभु धर्म बोली जानिबी हे प्रभु धर्म बोली जगत जीवन कालिया धन जगानयन हे जगानयन जगानयन हे जगानयन जगानयन हे जगानयन मरण से धरे पड़िथिला बेले प्रिय परिजन जीव मो पाखरे प्रिय परिजन थिबे मो पाखरे बड़ पुओ देउथिब निर्माल्य तुलसी सान पुओ पढुथिब भागवत बही ଧାନ ବୁଆ ପଢୁଥିବ ଭାଗବତ ବହି ଏତିକି ବେଳକୁ ଆଖିରେ ନାଚିବ ସେତିକି ବେଳକୁ ଆଖିରେ ନାଚିବ ତୁମରି ଆଗରେ ମୋ ଦିନ ସରିବ ହାତ ଯୋଡ଼ି ହୋଇଥିବ ପ୍ରଭୁ ତୁମରି ଆଗରେ ମୋ ଦିନ ସରିବ ହାତ ଯୋଡ଼ି ହୋଇଥିବ এই অমৃত বেড়ারে সবুদিন পাই অমৃত বেলারে ସବୁଦିନ ପାଇ বুঝিবি হে প্রভু বেনি নয়ন জগানয়ন হে জগানয়ন জগানয়ন হে জগানয়ন মো আদি অছি কালি কি নথিবি ମୁଁ ଆଜି ଅଛି କାଲି କି ନଥିବି আদি মোলে কালি হে ପ୍ରତିଦିନ ଜଗାନୟନ হে ଜଗାନୟନ ଜଗାନୟନ হে ଜଗାନୟନ ଜଗାନୟନ হে জগানয়ন
ରାବର ଗୋବିନ୍ଦ ଚନ୍ଦ୍ର ବଙ୍ଗନର ବର ଅପଦର ସେବି ରଖି ଗଲେ ଯଥା ନିରାଶ ଆଶୀର୍ବାଦ କର ଝିଅ ଭାଗା କୁମର ଦ୍ରୁପତି ହର ଭାଗାନୁ ହର ପଣ୍ଡିତ ଜଣଙ୍କୁ ପୁଅ ବାତୁଛି ଅଞ୍ଜଳି ଆଜ୍ଞା ହରିବୋଲ ସଂଘ ବ୍ରତରେ ଦେବେ କର ତାଳି ମା ଭଉଣୀ ମାନଙ୍କୁ ମୁହଁରେ ନିବୁଝାଳି ନାରାୟଣ ଦରବାରେ ମା ମାନେ ବହୁଳ ଭୁଳି ଜୟ ଜୟ ନାରାୟଣ କମଳାଙ୍କ ଧବ ସୁନା ଖଳା ମଞ୍ଚରେ ଆଜ୍ଞା ହରିବୋଲ ଭାବ ବାପା ଏକୁଟିଆ ହରିବୋଲ କହିଲା ବେଳକୁ ଆଉ ସେପଟେ ହାଇ ମାରୁଛନ୍ତି ତ ଆଜ୍ଞା ହରିନାମଟା କିଣା ଯାଏନି କି ବିକା ଯାଏନି ସେଟା ମନ ଖୁସିରେ ଦିଆଯାଏ ଆଜ୍ଞା ମାଗଣାରେ ଆପଣମାନେ ପାଲା ଦେଖିବେ ହଁ ରାତି ଅନିଦ୍ରା ହେବେ ଆଜ୍ଞା ପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିଏ ପଦ ହରିବୋଲ ହୁଳହୁଳି ଦେବା ପାଇଁ ମୁଁ ଆପଣମାନଙ୍କୁ ଆପତ୍ତି କଲି ଆଜ୍ଞା ସେଥିପାଇଁ ମଧ୍ୟ ଆପଣ କୁଣ୍ଠିତ ଗୋସ୍ୱାମୀ ତୁଳସୀଦାସ କହିଲେ କଣ କହିଲେ ଦିନ କହେ ତ ଧନବାନ ସୁଖୀ ସୁଖୀ ଆଜ୍ଞା ଧନବାନ କହେ ତ ରାଜା ସୁଖୀ ସୁଖୀ ରାଜା କହେ ତ ମହାରାଜା ସୁଖୀ ସୁଖୀ। ମହାରାଜା କହେ ତ ଇନ୍ଦ୍ର ସୁଖୀ ସୁଖୀ ଇନ୍ଦ୍ର କହେ ତ ଚତୁରାନନ को सुखी ଆଜ୍ଞା चतुरानन कहे तो विष्णु सुखी ହଁ मगर तुलसीदास कहे ଆଜ୍ଞା हरि भजन बिना ये सारा जग बड़ा दुखी ଦୁଃଖୀ तेणु हरि नाम टिके दबा पई आपण मानकु मु अनुरोध करूछि मु मो पई कहूनी तेणु आउ थरे दळई पुओ करू छिड़ी चका नयन हरि बोल संग रे रे कर तारी चका नयन आज अद्भुत नाटक कुंजे मंदरी बिना ताने नाचे मंद मत पुष्पे अलंकार भाषा पुष्पे अलंकार करे भंगार मकरंद पान बंधु मत रे हे हे सूत्रे गुंथी बिहारी सूत्रे गुंथी बेमारे शिव रसिक रसिक शिव रसिक मनरे भालिया बरेण्यं गोटे कथा जा चिंता करवा अच्छा ये 8 जन जाक कौठी जन्म होइछंती ମର୍ତ୍ତ୍ୟରେ सारे ये जो 8 जन जाक ये अश्वत्थमा बलि व्यास हनुमान विभीषण कृपाचार्य परशुराम मार्कंडेय ए माने कौठी जन्म होइछंती मर्त्यरे मर्त्यरे जदि माने अमर होई जिवे भागवत भूल होई जिवो नाही आज्ञा भागवत जो कहले मर्त्य मंडल देह बही देवता होइले मरई ताले ए माने जदि प्रकृति रे अमर होई जिवे भागवत भूल होई जिवो नाही आज्ञा ए माने समस्ते मरि छंती ए माने केही बंची नाहंती ए माने समस्ते मरि छंती
তাহলে কেমিতি মলে କେମିତି চারিটা জিনিস দ্বারা এমানে বঞ্চিলে কেমিতি না চারিটা জিনিস মনুষ্যকে বঞ্চাইকি এমানে মরলে মধ্য চারিটা জিনিস দ্বারা অমর চারিটা জিনিস কোন ভাগবত ভাগবত কহিলে মু কহি ভাগবতরে সবু ଅଛି কইলে বুদ্ধি বিবেক ଜ୍ଞାନ ବଳେ ଆଉ ମରଣ ଜିଣି ପାରେ ସାର୍ ମାନେ ଭାଗବତରେ ଗୋଟାକ ପଦ ଦିଟା ଅର୍ଥ କଣ ଦିଟା ଅର୍ଥ ବଳେ ଅର୍ଥ ଦ୍ଵାରା ନାଇଁ ଆଜ୍ଞା ବଳେ ଅର୍ଥ ବୁଦ୍ଧି ବିବେକ ଜ୍ଞାନ ବଳେ ବୋଲେ ବୁଦ୍ଧି ବିବେକ ଜ୍ଞାନ ଦ୍ଵାରା ଯେ ମରଣକୁ ଜୟ କଲା ସେ ହେଉଛି ଅମର ଏଇଟା ଗଲା ପ୍ରଥମ ଅର୍ଥ ଦ୍ୱିତୀୟ ଅର୍ଥ ନା ବୁଦ୍ଧି ବିବେକ ଜ୍ଞାନ ବଳେ ବୋଲେ ବଳରେ ଦେଖନ୍ତୁ ଆଜ୍ଞା କେତେ ସୁନ୍ଦର ଅର୍ଥ বলে বলে বলরে যে মরণকু জয় কলা সে হচ্ছে অমর আচ্ছা স্যার মানে মো বাপা মানে মো গুরুজি মানে এ বুদ্ধিরে কিয়ে মরণকু জয় করিছিলা বিবেকেরে কিয়ে মরণকু জয় করিছিলা জ্ঞানেরে কিয়ে মরণকু জয় করিছিলা আর বলরে কিয়ে মরণকু জয় করিছিলা সারু কথা আজ্ঞা কহিবিনি যাহা কহিবে আপন মানে নির্যাস কথা পদে পদে শুনিবে তাহলে বুদ্ধিরে কি অমর হইতলা বিবেকেরে কি অমর হইতলা জ্ঞানেরে কি অমর বলরে কিয়ে গোটে শ্লোক বলিবে আজ্ঞা বহিনা বহিনা হচ্ছে মার্কণ্ড সংহিতা মার্কণ্ড সংহিতারে লেখক কিয়ে মহর্ষি মার্কণ্ড মার্কণ্ড ঋষিঙ্ক লেখা বলে বুদ্ধি বিবেক জ্ঞান আউ বলরে এই 7 জন অমর হয়েছেন তাহলে বুদ্ধিরে কিয়ে বলে ধীর বিদ্যা বলি স্বস্থমা বিবেকে কৃপ বৈশ্রবণানুজ জ্ঞানে আন্দোলনে অভ্যাস বলে রেণু কানন্দন ମୋ ବାପା ମାନେ ମୋ ସାର୍ ମାନେ ଆଜ୍ଞା ମାନଙ୍କର ନିର୍ଦ୍ଦେଶ ଅଛି ବିଷୟଟିଏ ଗାଇବା ପାଇଁ ନିଶ୍ଚିତ ବିଷୟବସ୍ତୁ ମୁଁ ଗାଇବି କାହିଁକି ନା ଆଜିର ପ୍ରସଙ୍ଗ ଥିଲା ଜଗନ୍ନାଥ ସଂସ୍କୃତି ଯେ ସେଟା ଗତକାଲି ସରିଯାଇଛି ତେଣୁ କାଲିଟାକୁ ଆଜିକି ଆମେ ନିଶ୍ଚିତ ଆଣିବୁ ଆପଣମାନଙ୍କର କଥା ନିଶ୍ଚିତ ଆମେ ରକ୍ଷା କରିବୁ ଆପଣମାନଙ୍କର ନିମ ଖାଉଛୁ ପୁରା 4 ଦିନ ହେଲା ହୋଟେଲରେ ଯୋଉ ଖାଦ୍ୟ ଆଜ୍ଞା ଓଡ଼ିଶାରେ ବହୁତ ମଞ୍ଚ ବୁଲିଛୁ ଏମିତି ପର୍ସନାଲ ହୋଟେଲରେ ଆଜି ସଭାପତି ଆଜ୍ଞା ପଚାରିଲେ କହିଲେ ଦଳେଇ ବାବାଜୀ କ'ଣ ଚଳିବ ମୁଁ କହିଲି ଆଜ୍ଞା ଆପଣ ଯାହା ଦେବେ ଆମେ ଖାଇବୁ ନା ଯାହା ବୋଲେ ମୁଁ କହିଲି ମଟନ ଦିଅ ଚିକେନ ଦିଅ ମାଛ ଦିଅ ଚିଙ୍ଗୁଡ଼ି ଦିଅ କଙ୍କଡ଼ା ଦିଅ ଆମେ ସମସ୍ତେ ଖାଇବୁ ମୋ ବନ୍ଧୁଙ୍କର ଆଜି ଉପାସେ ଅରୁଆ ବୋଲେ ଉପାସେ ତ ଆଉ କ'ଣ ସେ ଆଜି ଦିନରେ ଗୋଟେ ସୌଭାଗ୍ୟ ଦିନ ଦେଖ ଆଜିର ଦିନରେ ମୋ ବନ୍ଧୁ ଜୟଚନ୍ଦ୍ର ବଡ଼ଦଳେଇ ତାଙ୍କ ଗୁରୁଙ୍କ ଠାରୁ ଚାମର ଗ୍ରହଣ କରିଥିଲେ ମୋତେ ଆଜି ସତ କଥା କହିଲେ ବହୁତ ଖୁସି ଲାଗିଲା ତେଣୁ ମୋ ବନ୍ଧୁଙ୍କୁ ମୋ ତରଫରୁ ଏ ମଞ୍ଚ ଉପରେ ଥାଇକି ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ଜଣାଉଛି ତାଙ୍କ ଉତ୍ତରୋତ୍ତର ପାଲା ଜଗତ ପଥ ସବୁବେଳେ କୁସୁମିତ ହଉ ବୋଲି ଆମେ ଦେଖିବାର ତେଣୁ ପୁଅ ତେଣୁ ଆରେ ମଞ୍ଚ ଉପରେ ମୋତେ ବିପଦ ସେ କହିବେ ମୁଁ ତାଙ୍କୁ ବିପଦ କହିବି ତାଙ୍କ ପାଲା ଭଲ ହବ ମୋ ପାଲା ଖରାପ ହବ ଏଥିରେ ମୋ ମନ କିଛି ଆଦৌ ର ତାହେଲେ ପୁଅ କହିଲେ ବୁଦ୍ଧିରେ କି ଅମର ନା ଧୀର ବିଦ୍ୟା ବଳି ସ୍ୱସ୍ଥମା ଧୀ ବୋଲେ ବୁଦ୍ଧି ବୁଦ୍ଧିର ଗୋଟେ ନାଁ ହଉଛି ଧୀ ନାଇଁ ଆଜ୍ଞା ଅମର କୋଶରେ ଅମର ସିଂହ ଲେଖିଛନ୍ତି ବୁଦ୍ଧି ଭୀଷଣ ଧୀ ପ୍ରଜ୍ଞା ଏରା ବୁଦ୍ଧିର ଗୋଟିଏ ଗୋଟିଏ ନା তাহলে বুদ্ধির অমর হলে বলি স্বস্থমা বলি আউ অস্বস্থমা বিবেকের কি না কৃপ বৈশ্রবণানুজ কৃপাচার্য আউ বৈশ্রবণ অনুজ বৈশ্রবণ কিয়ে
ନା ବୈଶ୍ରବଣ ହେଲା ରାବଣ ରାବଣ ରାବଣର ଅନୁଜ କିଏ ବିଭୀଷଣ ନା ରାବଣର ଅନୁଜ ହେଲା ବିଭୀଷଣ ଆଜ୍ଞା ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ ହଁ ତେଣୁ ବିବେକରେ ହେଇଗଲେ କିଏ ନା ବିଭୀଷଣ ହଁ ଏବଂ କୃପାଚାର୍ଯ୍ୟ କୃପାଚାର୍ଯ୍ୟ ଜ୍ଞାନରେ ଜ୍ଞାନରେ ଜ୍ଞାନେ ଆଞ୍ଜନେୟ ବ୍ୟାସ ହଁ ଜ୍ଞାନରେ ଆଜ୍ଞା ଅମର ହେଇଗଲେ କିଏ ଆପଣ ମାନଙ୍କର ବୀର ବଜରଙ୍ଗ ବାଲି ହନୁମାନ ହନୁମାନ ଆଜ୍ଞା ଆଉ ଅଷ୍ଟାଦଶ ପୁରାଣର ରଚୟିତା ବ୍ୟାସ ଦ୍ୱାପର ଯୁଗର ଭବିଷ୍ୟତ କର୍ତ୍ତା ଆଜ୍ଞା ମହର୍ଷି ବ୍ୟାସ ବ୍ୟାସ ତାହେଲେ ବଳରେ ବଳରେ ନା ବଳେ ରେଣୁକା ନନ୍ଦନ ସାରେ ହଁ ବଳରେ ଅମର ହେଲେ କିଏ ନା ରେଣୁକା ନନ୍ଦନ ପରଶୁରାମ ପରଶୁରାମ ହଉ ସାର୍ ମଞ୍ଚ ଉପରେ ଅଛି ମୁଁ ପରେ ଟିକେ ଫୋନ କରିବି ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ ଆଜ୍ଞା ତାହେଲେ ଆଲୋଚନା ଉପରକୁ ଯିବା ହଁ ହଁ ବଳି ଆଜ୍ଞା ବୁଦ୍ଧିରେ କେମିତି ଅମର ହେଲେ କେମିତି ଅମର ହେଲା ଅଶ୍ୱସ୍ତମା ବୁଦ୍ଧିରେ କେମିତି ଅମର ହେଲା ହେଲେ ଆଜ୍ଞା ତାକୁ ସର୍ଟରେ ଆଲୋଚନା କରିବା ଆଜ୍ଞା ଆଜ୍ଞା ତାହେଲେ ପୁଅ ହଁ ଯୁଗ ଥିଲା ସତ୍ୟ 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 ଯୁଗରେ ଆଜ୍ଞା ବାମନ ଅବତାରରେ ହଁ ମୋ ପ୍ରଭୁ ବଳି ରାଜାଙ୍କ ଦ୍ୱାରକୁ ଭିକ୍ଷା ମାଗିବା ପାଇଁ ଯାଇଥିଲେ ଗଲେ ହଁ ଯେତେବେଳେ ସାରେ ବଳି ରାଜାଙ୍କ ଦ୍ୱାରକୁ ଭିକ୍ଷା ମାଗିବା ପାଇଁ ଗଲେ ଆଜ୍ଞା ଗୋଟେ ଅଦ୍ଭୁତ ରୂପ ନେଇକି ଗଲେ କେମିତି କିଆ ରୂପ ବାମନଙ୍କ ରୂପଟା କେମିତିଆ କେମିତି କିଆ ବାମନ ବୋଲେ ବାବନ ହଁ ନାଇଁ କି ବାପା ଆଜ୍ଞା ବାମନ ବୋଲେ କଣ ବାବନ ବାବନ ହଁ ବାବନ ତା ଆକାରଟା କେମିତି ଥିଲା ଦଣ୍ଡି ଦଣ୍ଡି ଆଜ୍ଞା ଆଜ୍ଞା ବଇନାଲା ବଳି ବାମନାସ୍ତକ ହଁ ରହ ମୁଁ କହିଛି ମୁଁ ଟିକେ ଆଜ୍ଞା ପାଠ ଆଲୋଚନା କରିବି ଆଜ୍ଞା ମୁଁ ଗପ କହିବିନି କି ଇଆଡୁ ସିଆଡୁ କଥା କହିବିନି ନାଇଁ ମୋ ବନ୍ଧୁଙ୍କ ଭଳିଆ ମୁଁ ସେ ଅଭ୍ୟାସ ନାହିଁ ଅଲଗା କଥା କହିବିନି ନାଇଁ କାହିଁକି ନା ମୁଁ ଯେତେ ବାରଣ କରୁଛି ସର୍ଟରେ ପଳେଇବି ଆଜ୍ଞା ମୋ ପାଟିରୁ ସାରେ ବାହାରି ଯାଉଛି ବଢି ଯାଉଛି ଦଣ୍ଡି କହିଲେ ଆଜ୍ଞା କଣ କହିଲେ କଣ? ବାମନଙ୍କ ରୂପଟା କେମିତି ହେଇଥିଲା କେମିତିକା? କହିଲେ ଲାବଣ୍ୟଂ ମାତ୍ରମ୍ ଜଗତ ବସତିଳକ ପୁସ୍ତକ ବର୍ଣ୍ଣମାଳା ସ୍କନ୍ଧେ ଯଜ୍ଞ ପବିତ୍ର ତ୍ରିଦଶ ଦ୍ୱିତୀୟ ହଳ ତତ୍ପରେ ଚୌତରିୟ ଆଗକୁ ଯିବାନି ଆଉ ଲାବଣ୍ୟ ଅଙ୍ଗୁଷ୍ଠ ମାତ୍ରମ୍ ହଁ ଆଜ୍ଞା ଲାବଣ୍ୟ ଅଙ୍ଗୁଠି ମାନେ ଆଜ୍ଞା ଲାବଣ୍ୟ ବୋଲେ ସୁନ୍ଦର ହଁ ଗୋଷ୍ଠ ମାନେ ସମୂହ ସମୂହ ପାଦ ଠାରୁ ମସ୍ତକ ପର୍ଯ୍ୟନ୍ତ ହଁ ସର୍ବାଙ୍ଗ ସର୍ବାଙ୍ଗ ହଁ ପ୍ରଭୁ ଅତି ସୁନ୍ଦର ଥିଲେ। ଅତୀବ ସୁନ୍ଦର ଜଗତ ବସ ତିଳକ ଆଜ୍ଞା ଏମିତି ତିଳକ ମାରିଥିଲେ ବାମନ ଠାକୁର ହଁ ଏ ତିନି ପୁରକୁ ପ୍ରଲୋଭିତ କରିବ ପୁସ୍ତକ ବର୍ଣ୍ଣମାଳା ଆଜ୍ଞା ପୁସ୍ତକ ବୋଲେ ବହି ହଁ ହାତରେ ବହିଟେ ଧରିଛନ୍ତି ଧରିଛନ୍ତି ସ୍କନ୍ଧେ ଯଜ୍ଞ ପବିତ ହଁ କାନ୍ଧରେ ଯଜ୍ଞ ପବିତ ପଡିଛି ପଇତାଟେ ପଡିଛି ଆଜ୍ଞା ଏ ତ୍ରିଦଶ ଦ୍ୟୁତି ହର ହଁ ହଁ ତିନି ପୁରର ଦ୍ୟୁତି କି ହରଣ କରୁଥିଲେ ଆଜ୍ଞା ବା ତିନି ପୁରର ସୌନ୍ଦର୍ଯ୍ୟକୁ ଚୋରି କରୁଥିଲେ ତତ୍ପରେ ଚୌତରିୟଂ ହଁ ହଁ ଗୋଟେ ସାର୍ ନମସ୍କାର ଉତ୍ତରୀଟେ ଗୋଟେ ଉତ୍ତରୀୟଟେ ପକେଇଥିଲେ ଆଜ୍ଞା ନାଇଁ କି ଆଜ୍ଞା ହଁ ଏଇଭଳି ଅଦ୍ଭୁତ ତାମ୍ର ପାତ୍ରନ୍ତ ଦକ୍ଷେ ହଁ ଡାହାଣ ହାତରେ ତାମ୍ର ପାତ୍ରଟେ ଧରିଛନ୍ତି ଆଜ୍ଞା ଉତ୍ସବଟୁ ଧରିଛନ୍ତି ହଁ ବୋଲେ ବ୍ରାହ୍ମଣ ପୁଅ ପୂଜା କରିଗଲା ବେଳେ ଯୋଉ ଭଳିଆ ରୂପ ହଁ ସେଇ ଭଳିଆ ରୂପ ନେଇକି ବାମନ ଠାକୁର ବଳି ରାଜା ଦ୍ୱାରରେ ପହଞ୍ଚିଲେ ପହଞ୍ଚିଛନ୍ତି ଆଜ୍ଞା ବଳି ରାଜା ଦ୍ୱାର ଯାଇକି ବେଦ ପଢିଲେ ହଁ ଆଜ୍ଞା ଆଜ୍ଞା ବେଦ ପଢିଲେ କେମିତି କେମିତି ପଢିଲେ ବେଦ କେମିତି ଆଉ ଗୋଟେ ଶ୍ଲୋକ ଆଜ୍ଞା ସେଇ ଦଣ୍ଡି 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 କହିଲେ ହଁ କଣ କହିଲେ କହିଲେ ମତମ୍ କୋକିଳ ନାଦମ୍ ତ୍ରିପୁର ପୁଲକିତମ୍ ଉଦ୍ଗମ ମୂଳ ମାତ୍ର ଦାନାନ୍ତେ ଭୋଜନାର୍ଥେ ଚଳତି ବଳି ନୃପ ସୂର୍ଯ୍ୟତେ ବେଦନାଦ ଉଦ୍ବେগে ଧାବୟନ୍ତି ଦ୍ୱିଜବର ସମୀପେ ଦୃଶ୍ୟତା ବ୍ରହ୍ମରୂପ ଆନନ୍ଦେ ପୁଛୟନ୍ତି ରାଜନ ହେ ଦ୍ୱିଜବର କୁତ୍ର ପୁସ୍ତକାଦେ ତୋୟାସି ପଣ୍ଡିତେ କେମିତି ବେଦ ପଢିଲେ ନା ମତମ୍ କୋକିଳ ନାଦମ୍ ଆଜ୍ଞା ବସନ୍ତ ଋତୁରେ ହଁ ମତୁଆଳ କହିଲି ହଁ ପଞ୍ଚମ ତାନରେ ଯେମିତି କୁହୁ କୁହୁ ନାଦ କରେ ରାବ করে ବାମନ ଠାକୁର ପଞ୍ଚମ ତାନରେ ବେଦ ଅଧ୍ୟୟନ କଲେ ପଢିଲେ। ଆଜ୍ଞା ଇଏ ବେଦଟା ଯେତେବେଳେ ପଢିଲେ ବଳି ରାଜା କରୁଥିଲେ କଣ କଣ ନା ଦାନାନ୍ତେ ଆଜ୍ଞା ଦାନ ଅନ୍ତେ ହଁ ସବୁଦିନ ବଳି ରାଜା ଦାନ ଦଉଥିଲେ ଆଜ୍ଞା ସବୁଦିନ ପୁଣ୍ୟ କାମ କରୁଥିଲେ ସେଇଦିନ ଦାନ ବି ଦେଇ ସାରିଥିଲେ ଦାନାନ୍ତେ ହଁ। ଦାନ ଅନ୍ତେ ଭୋଜନାର୍ଥେ ହଁ। ଭୋଜନ କରିବା ପାଇଁ ଚଳତି ବଳି ନୃପ ଆଜ୍ଞା। ବଳି ରାଜା ଯାଉଥିଲେ ହଁ। ଶୁଣିୟତେ ଶୁଣିଲେ ବେଦନାଦ ହଁ ରହରେ ବାପା ଦାନ ଦେଇକି ଆଜ୍ଞା ବଳି ରାଜା ଭୋଜନ କରିବା ପାଇଁ ଯାଉଥିଲେ ଯାଉଥିଲେ ବେଦଟା ଶୁଣିଲେ ଶୁଣିଲେ ଆଜ୍ଞା ଏ ବାପା ହଁ ବେଦ ଶୁଣିଲେ ହଁ ଛାନ୍ଦ ପଦେ ଛାନ୍ଦରେ ଆସିବ କୋଉ ବେଦ ଶୁଣିଲେ ସାମ ବେଦ ଲେଖିବେ କିଏ ଏ ବାପା ଚିଲିକା ହରିପୁର ଗାୟକ ରତ୍ନ ଲୋକନାଥ କର ମୁଁ କହିଛି ଆଜ୍ଞା ତାଙ୍କ ମାନଙ୍କୁ ନେଇକି ଆମେ ବଞ୍ଚିଛୁ ନା
ଛାନ୍ଦ ପଦେ ରାଗ ପଡିଛି ଆହାରି ମୋ 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 ବନ୍ଧୁ କହୁଛନ୍ତି ମୁଁ କୁଆଡେ ଗାଇ ପାରୁନି ବୋଲି ହଁ ଭଲ କଥା ମୁଁ ତ ଗାଇ ପାରୁନି ତମେ ଭଲ ଗାଉଛ ମୋଠୁ ଭଲ ଗାଇକି ଭଲ ନାଁ କରିକି ଯା ଛାନ୍ଦ ଛାନ୍ଦ ପଦେ ରାଗ ପଡିଛି ଆହାରି ଲଗାଇ ପାରିଲେ ପିଣ୍ଡରୁ ପ୍ରାଣ ଯିବ ବାହାରି ଛୋଟିଆ ରାଗ ନୁହଁ କଣ କହିଲେ ସାମ ବେଦ ଧ୍ୱନି ଶବଦେ ଅବନି କମ୍ପିଲା ନୂର୍ପନ୍ଦପୁର ଆଉ ବେରଶ୍ରୀ ବର୍ଦ୍ଧନାୟ ସପୁରୀ ସପପୟ ବଳିଷ୍ଠ ବଳିର ପଦ ଆଜ୍ଞା ବଳିର ପଦ ବୋଲେ ବଳଦ ବଳଦ ଗାଈ ଯେତେବେଳେ ଗର୍ଭ ହୁଏ ଆଜ୍ଞା ଆମକୁ ଗୋଟେ ପୁଅଟିଏ ବା ଛୁଆଟିଏ ଦିଏ ଜନ୍ମ କରେ ସେ ଛୁଆଟା କଣ ହୁଏ କଣ ନା ବଳିର ପଦ ବୋଲେ ବଳଦ ବଳଦ ଏ ବଳଦ ଜୀବନ ସାରା ଆମ ଜମିରେ ଖଟିଲା ଖଟିଲା ଆଜ୍ଞା ଆଜ୍ଞା ହଁ ଖଟି ଖଟି ଯେତେବେଳେ ହଡ଼ା ହେଇଗଲା ଆଜ୍ଞା ଆମେ ମଣିଷ ମାନେ କେଡ଼େ ବେଇମାନ ଦେଖ ହଁ ହଡ଼ା ବଳଦକୁ ଆଉ ଘରେ ଖାଇବାକୁ ଦବାକୁ ପଡିବ ବୋଲି ଆଜ୍ଞା ତାକୁ ଆମେ ଛାଡ଼ିଦେଲେ ହଁ ବାଟରେ ଘାଟରେ ପଡିକି ସେ ମଲା ମଲା ପରେ ବି ଉପକାର କଲା ମଲା ପରେ କି ଉପକାର କଲା ଗାଈ ମଲା ପରେ ବି ଆଜ୍ଞା। ଆମର ଉପକାର କଲା କି ଉପକାର କଲା କଣ ଉପକାର କଲା କଣ ନା ମୃତେ ତଦୁପାନ ହି ହଁ ତଦୁପାନ ହି ବୋଲେ ହାଡ଼ ଆଜ୍ଞା ମରିଗଲା ପରେ ଆଜ୍ଞା ତା ହାଡ଼ ଗୁଡାକ ସାର କରିକି ଗୁଦ୍ଧ ହବ ସାରୁ ଫଳ ଆଜ୍ଞା ଗୁଣ୍ଡ କରିକି ଆଜ୍ଞା ସାର ତିଆରି କରିକି ଆମ ବିଲରେ ପକେଇଲେ ମଲା ପରେ ବି ସେ ଉପକାର କଲା ଆଜ୍ଞା ଏବେ ସାଇଣ୍ଟିଷ୍ଟ ମାନେ କହିଲେଣି ହଁ ଗାଈର ଗୋବରରୁ 6 ପ୍ରକାର ସାବୁନ ବାହାରିଲାଣି ଆଜ୍ଞା ତିଆରି ହଉଛି ଆଜ୍ଞା ଆମେ ଯୋଉ ସାବୁନ ନିତ୍ୟ ବ୍ୟବହାର କରୁଛେ ଇଏ ଗାଈର ଗୋବରରୁ ତିଆରି ବୋଲି ସାଇଣ୍ଟିଷ୍ଟ ମାନେ କହିଲେଣି ଆଜ୍ଞା ଆଜ୍ଞା ତେଣୁ ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ ହଁ ଯାହା ଭୁବଉଛ ଜନାନାଙ୍ଗ ପବିତ୍ର ତୁ ଶିବ ଆଜ୍ଞା ଦେବ ମୟାଙ୍ଗୀ ଗାଭୀ ଗାଭୀ ତେଣୁ ବୁଢା ପୁଅ ଆଜ୍ଞା ଏ ଗାଈକି ହଁ ବିଦୁର ବୁଝେଇଲେ ଆଜ୍ଞା କହିଲେ ଦୁର୍ଯ୍ୟୋଧନ ହଁ। ତୁ ଗୋମାତାକୁ ଚୋରି କରିବାକୁ ଯାଉଛୁ ନା ଗାଈକି ଯାହା ମାଗିବୁ ହଁ ଗାଈ ସେଇଆ ଦବ ସାରେ ହଁ ଗାଈକି ଯିଏ ଯାହା ମାଗିବ ସେଇଆ ଦବ ଦବ ତାହେଲେ ମୋ ଭାଇ ଗୋଟେ ଭୁଲରେ ପଡିଛି ବୋଲେ ମୋ ସାନ ଭାଇଟା କଣ ବିବାହର 22 ବର୍ଷ ହେଲାଣି ତୋ ସାନ ଭାଇ ପିଲା ଛୁଆ ହଉନାହାନ୍ତି ନାଇଁ କେତେ ଡାକ୍ତର ବୈଦ୍ୟ ଗୁଣିଆ ସବୁ ଦେଖେଇ ସାରିଲାଣି ହଁ କେତେ ଦେବାଦେବୀଙ୍କି ଯାଚିଲାଣି ହଁ ଦୁଃଖା ବୋଲି ଗଲନି ହେଲାନି କୋଉଠି ହଉନି ହଁ। କାମ ଦଉନି ବୋଲେ? କାଲି ଗଲେ କହିବି ହଁ। କାଲି ତ ଯାଇପାରିବନି 8 ଦିନ ପରେ ଯିବି 12 ତାରିଖରେ ଯିବା 12 ତାରିଖରେ ଯିବା ହଁ। ଗଲେ କହିବି ହଁ। ଗାଈକି ମାଗିବ ପୁଅଟେ ଦବ ଆଉ କାହିଁକି ବୁଲିବ କୁଆଡେ ତ ତୁ ପାର୍ଲର ଉୟା ଶିଖିଲୁ ଆଜି ଆପଣ କହିଲେ ସେଇଆ ଗାଈକି ଯାହା ମାଗିବ ସେଇଆ ଦବ ହଁ ଗାଈକି ଯାହା ମାଗିଲେ ଗାଈ ସେଇଆ ଦବ କାହାକୁ ଦେଇଛି କେଡ଼େ ମୂର୍ଖ ଆଜ୍ଞା ଆଜ୍ଞା କହୁଛି ଗାଈକି ଯାଇକି ପୁଅଟେ ମୋ ସାନ ଭାଇ କହିବି ତୁ ଗାଈକି ପୁଅଟେ ମାଗେ ହଁ। ଗାଈ ପୁଅଟେ ଦବ ଆପଣ କହିଲେ ତୋ ସାନ ଭାଇ ସେମିତି ନିଷ୍ଠାରେ ପୂଜା କଲେ ପୁଅ ପାଇବୁ ନା ଆଜ୍ଞା କିଏ କୋଉଠି ପାଇଛି କି ସାରେ ଗାଈ ପୁଅ ଦେଇନି କାହାକୁ ଦେଇଛି ଗାଈ ପୁଅ ଦେଇନି କୋଉଠି ହେଇଠି ବାପା ମାନେ ମୁଣ୍ଡ ହଲେନି ପରା କହିଲେ ରଘୁବଂଶ ହୋଇଯାତ ରାଜାଧିପ ସେ ଦିলীପ ରାଜାଧିପ ସେ ଦିলীପ ଭଲରେ ରାଜାଧିପ ସେ ଦିলীପ ଧର୍ମେ ରଖିମତି ପାଳତି ପ୍ରଜା ରାଘବମେ ରଖି ରବି ପାଳତି ପ୍ରଜା ପ୍ରକଟ କରିତେ ଚାରଣ ଧରେ ଧୋଦା ରଖିଲେ ଧରାରେ ଧୋଦା ଭଲାରେ ରଖିଲେ ଧରାରେ ଧୋଜା ବିଦ୍ରୋହ ସମ ବାଳୁଛନ୍ତି ନିରତେ ଭୋଜା ରାଜା ତୋର ଭାଗ ଗୋବର ଭଲାରେ ରାଜା ତୋର ଭାଗ ଗୋବର ପଣ୍ଡିତେ ରଘୁବଂଶରେ ରାଜା ଦିଲ୍ଲୀପ ଯୋଉ ପୁଅଟାକୁ ପାଇଥିଲେ ଆଜ୍ଞା ସେ ପୁଅଟାକୁ କିଏ ଦେଇଥିଲା କି ଆଜ୍ଞା ଗାଈ ଦେଇଥିଲା ନାଇଁ ଆଜ୍ଞା ଆଜ୍ଞା ଗୋମାତାଙ୍କ ଆଶୀର୍ବାଦରୁ ସେ ପୁଅ ପାଇଥିଲା ତେଣୁ ରଘୁ ଯେତେବେଳେ ଆଜ୍ଞା ଇନ୍ଦ୍ର ବଜ୍ରରେ ମରିକି ପଡିଥିଲା ଆଜ୍ଞା କୋଉ ଦିଲ୍ଲୀପ ବଞ୍ଚେଇ ନଥିଲେ କି କୋଉ ସୁଦକ୍ଷିଣା ବଞ୍ଚେଇ ନଥିଲେ ତାଙ୍କୁ ବଞ୍ଚେଇଥିଲେ ସେଇ ଗୋମାତା ଗୋମାତା ଗୋମାତାକୁ ରଘୁକୁ ବଞ୍ଚେଇଥିଲେ ଆଜ୍ଞା ଇନ୍ଦ୍ର ବଜ୍ର କବଳରୁ ହଁ ରକ୍ଷା ପାଇଥିଲା କିଏ ନା ଆପଣ ମାନଙ୍କର ରଘୁ ରଘୁ ତେଣୁ ଏଠି ଆଉ ଲମ୍ବେଇବି ନା ଆଜ୍ଞା ବହୁତ କଥା ଅଛି ତା ଭିତରେ ଆଜ୍ଞା ମୁଁ ତ ଏକ୍ସପ୍ରେସ ଟ୍ରେନ ଆଜ୍ଞା ଯୋଉ ଦିଗରେ ଯାଉଥିବି ସେ ଦିଗରେ ଯାଉଥିବି ହଉ ର ହଁ ଏପଟେ ବିଦୁର ବୁଝେଇଲେ ଆଜ୍ଞା କହିଲେ ବାବୁ ଦୁର୍ଯ୍ୟୋଧନ ପର ନାରୀ ପର ଧନ ପରର ଗୋମାତା ତୁ ଚୋରି କରିବାକୁ ମନ ବଳା ନା ଯାନି ନା ପାଖରେ ଠିଆ ହେଇଥିଲା କିଏ ଶକୁନି
କହିଲା ଆରେ ମୁଁ ଦୁର୍ଯ୍ୟୋଧନ ବଂଶ ବୁଡେଇ ବୋଲି ଅନେଇକି ଅଛି ହଁ ଇଏ ବିଦୁର କଣ ତାକୁ ଭଲ ବାଟକୁ ଭଲ ହିତ ଉପଦେଶ ଦଉଛି ବିଦୁର କଥା ଯଦି ଇଏ ମାନିବ ହଁ ତାହେଲେ ମୁଁ ଯୋଉତକ ଚିନ୍ତା କରିଛି ହଁ ତାହେଲେ ମୋ ଚିନ୍ତା ତ ବିଫଳ ହେଇଯିବ ମୋ ଇଚ୍ଛା ପୂର୍ଣ୍ଣ ହବନି ମୋ ଚିନ୍ତାଟା ନିରର୍ଥକ ହେଇଯିବ ତେଣୁ ରାଗିଗଲା କିଏ ଶକୁନି କହିଲେ ଶକୁନି ବୋଲେ ନବଜା ଧର୍ମ ବାଜଣା ଧର୍ମ ବାଜଣା ଧର୍ମ ବାଜଣା ବିରାଡ଼ି ବୈଷ୍ଣବରେ ପଡ଼ିଲାଣି ଜଣା ପଡ଼ିଲାଣି ଜଣା ପଡ଼ିଲାଣି ଜଣା କହିଲା ଏ ଶକୁନି କହୁଛି ଏ ବୁଢା ବିଦୁର ତୁ ଯୋଉ ବିରାଡ଼ି ବୈଷ୍ଣବ ସାଜିକି ଏଠିକି ଆଇଛୁ तो बिराड़ी वैष्णव पण मु सजई देबी तो बिराड़ी वैष्णव पण छड़ेई देबी काहे की ना जारो छत्र छाया तळे पाटियो छुमुंडा पाटियो छुमुंडा पाटियो छुमुंडा बारो दाना पानी खाए मोटा करो पीना मोटा करो पीना मोटा करो पीना मूर्ख विदुर तू मो विरुद्ध मो भणजा को प्रवर्तौछु भणजा भणजा जदि विदुर कथारे तमे चलिबो जदि तू विदुर कथारे परिचालित हबु भणजा मामू हां हां ताहले मो मुंडरू तू मंत्री साड़ी नै मोर दरकार नै तो राज्य रहिबि ना ना कहला मो मुंडे जो साड़ीटा देइछु तू जदि विदुर कथारे चलिबु गाई आनिबा को जिबुनु ताले साड़ीटा तू नहीं जा दरकार नै मु तो राज्य रे रहि परिबि मामू हां तमे काई व्यस्त होउछ व्यस्त हेबिनी आ मु तम भलिया मामू पाइकी मु विदुर कथांग कथारे परिचालित हेबी ताकू पदाघात करिकि बाहर करे पंडित शकुनी कथारे प्रवर्ती आज्ञा ए दुर्योधन आज्ञा पूज्य पूजारे व्यतिक्रम करबा को गला बोले विदुर को पदाघात करके बाहर कर ए मामू हां भणजा विदुर गले बोला कोन करबा थर जिबा गाई कि नै कि आसीबा जिबा गाई की धरि आसीबा जिबा जिबा गोटे काम कर कोन करबा सैन्य सामंत सजै की जिबा हां हैं सैन्य माने जे मामू आउ गोटे कथा कोन गाई तो आनिबा को जिबा हां मोर जोटा को भय होउची कोन जा मोर गोटे दिन सब भय हो काहाकू तू भय करछु किचकटा मोलानी ना बंचिची भणजा मामू किचक आउ अछि आज्ञा शकुनी जानिची स्वर्गर जने गंधर्व ताकू मारी देकी चली जाईछि किचक नाही बोली कहिदेला किए शकुनी शकुनी भीम मारिची बोली आउ कहिलानी ना 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 भीम मारिची व्यास लिखिଛନ୍ତି संस्कृत महाभारत रे तत्राहं किचक मन्ये हे हे भीम सेने न मारी तो स्वरंगी द्रौपदी मन्ये कार्य विचारणा कला भणजा मामू तोर चिंता करिबा दरकार नै से किचक आउ नाही नाही ना भीम मारिची बोली कहिलानी ना काहे की कहिलानी काईकी जदि पांडव मानकु धरा पकई देबे पांडव मान जो विराट कटक रे छद्म वेश धारण करके अछंती पुणी 12 वर्ष धरा पड़िले आउ 12 वर्ष बनुकु दिबे तेणु शकुनी कथाटा को लुचै की रखी देला गला भणजा सैन्य सजा थर राजा धन्य माने आज्ञा बुडा जिबा युद्ध करिया पई जिबा युद्ध को विराटनगर को हां गाई आनिबा हां खाली खाली गले हेबोनी हां ओते आसु ठीक है आगे चलो रे 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 वीर सैनिक डाके अमर जननी ए आगे चलो रे वीर सैनिक डाके अमर जननी आगे
रे बेड़ा की ବସ ତମେ ଏମିତି କରିବ ନା ପାଲା କରିବ ଆରେ ତ ବୋପା 53 ପୁରୁଷରେ କିଏ ପ୍ୟାରେଡ୍ କରିଥିଲା ଆରେ ଏଇଟା କ'ଣ ଜାନୁଆରୀ 26 ହଉଛି ନା ଅଗଷ୍ଟ 15 ହଉଛି ଜାନୁଆରୀ 26 ହଁ ଆଉ ଅଗଷ୍ଟ ଭିତରେ 15 ଭିତରେ ଫରକ କ'ଣ କ'ଣ ଜାନୁଆରୀ 26 ହଁ ଅଗଷ୍ଟ 15 ହଁ। ୟା ଭିତରେ ଫରକ କିଛି ନାହିଁ ସାର୍ ଜାନୁଆରୀ 26 ଅଗଷ୍ଟ 15 ଭିତରେ ସାର୍ ଫରକ ନାହିଁ ଜାନୁଆରୀ 26 ଯାହା ଅଗଷ୍ଟ 15 ସେଇଆ